Good afternoon, friends. Today, uh, we are coming to the end of the anthropological research methods introduction and anthropological research methods. And particularly today, we are discussing on Block 4, Unit 10 and 11. When we know that anthropology is a holistic study, that means it studies human beings irrespective of time, irrespective of space. It means we study human beings since time immemorial, its origin, its present, and we also focus sometimes, we predict what would be the different types of human being in the next generation or few years after the future human being. ଯେତେବେଳେ ଆମେ ମଣିଷର ଜନ୍ମ ବୃତ୍ତାନ୍ତ ଦେଖିଲେ ଏବଂ ମଣିଷର ପୁରୁଣା କାଳରେ ଐତିହାସିକ ବା ପ୍ରାକ୍ ଐତିହାସିକ କାଳରେ ସେମାନେ କେମିତି ତାଙ୍କର ଚାଲିଚଳନ ସେ ବିଷୟରେ ଡିସ୍କସନ୍ କଲେ ବା ସେ ବିଷୟରେ ପଢ଼ିଲେ ଏବଂ ଫ୍ୟୁଚର ମଣିଷ କ'ଣ ହେବେ ତାପରେ ବି ଡିସ୍କସନ୍ କରାଯାଏ। କିନ୍ତୁ ଯେତେବେଳେ ଏଇସବୁ ଜିନିଷ ରିସର୍ଚ୍ଚ ବା ଏଇସବୁ ଜିନିଷ ସର୍ଭେ କରାଯାଏ ପଢ଼ିବାକୁ ହୁଏ, ଆନ୍ଥ୍ରୋପୋଲୋଜିଷ୍ଟ ହୁଅନ୍ତୁ, ରିସର୍ଚ୍ଚ ସ୍କଲାର ହୁଅନ୍ତୁ ବା ଯେଉଁମାନେ ବିଭିନ୍ନ କମ୍ୟୁନିଟିର ଉପରେ ତାଙ୍କର କଲଚର ବିଷୟରେ ତାଙ୍କର ବିଭିନ୍ନ ପ୍ରକାର ବିଷୟରେ ପଢ଼ିବାକୁ ଯାଆନ୍ତି ବା ଜାଣିବାକୁ ଯାଆନ୍ତି ବା ଲେଖିବାକୁ ଯାଆନ୍ତି ଗୋଟେ ଜିନିଷରେ ବା ଇନଭେଷ୍ଟିଗେଟ୍ କରିବାକୁ ଯାଆନ୍ତି ଗୋଟେ ବିଷୟରେ, ସେଇଟା ପାଇଁ ବିଭିନ୍ନ ପ୍ରକାର ରିସର୍ଚ୍ଚ ମେଥଡ଼ ଅଛି। ଆମେ ତାକୁ ଆମେ ମେଥୋଡୋଲୋଜିକାଲ ଷ୍ଟଡି ବୋଲି କାହିଁ କହିବା? ଆମେ ତ କହିଲେ ଯେହେତୁ ଦିସ୍ ଇଜ୍ ଏ ସୋସିଆଲ ସାଇନ୍ସ, this is both a social science as well as a biological science. So anthropology is a science of man. When we talk that this is a science of man, ମାନବ ବିଜ୍ଞାନ ବୋଲି ଯେତେବେଳେ କହୁଛେ, ସିଷ୍ଟମେଟିକ୍ ଷ୍ଟଡି ନଥିଲେ ବିଜ୍ଞାନ ବୋଲି ଆମେ କହିପାରିବା ନାହିଁ। ତେଣୁ ଏ ସିଷ୍ଟମେଟିକ୍ ଷ୍ଟଡି କରିବା ପାଇଁ ଆନ୍ଥ୍ରୋପୋଲୋଜିଷ୍ଟ ମାନେ ବିଭିନ୍ନ ଟାଇମ୍ରୁ ଯେବେଠୁ ଆନ୍ଥ୍ରୋପୋଲୋଜି ଆରମ୍ଭ ହେଲାଣି ଲାଷ୍ଟ 100 ବର୍ଷ ଉପରେ ତାର ବିଭିନ୍ନ ମେଥଡ୍ସ ଚିନ୍ତା କରିଛନ୍ତି। କେଉଁ ମେଥଡରେ କେଉଁ ଟେକ୍ନିକ୍ରେ ଏବଂ କ'ଣ ଟୁଲ୍, ତିନିଟା ଜିନିଷ ରିସର୍ଚ୍ଚ ମେଥଡ୍ସ କ'ଣ ରହିବ, ରିସର୍ଚ୍ଚ ଟେକ୍ନିକ୍ କ'ଣ ରହିବ ଏବଂ କ'ଣ ରିସର୍ଚ୍ଚ ଟୁଲ୍, ତିନିଟା ଜିନିଷ ରିସର୍ଚ୍ଚରେ ମନେ ରଖିଥିବ। ମେଥଡ୍ସ, ଟେକ୍ନିକ୍ସ ଆଉ ଟୁଲ୍, କନଫ୍ୟୁଜ୍ କରିବନି। ତିନିଟା ମିଶିଲେ ହିଁ ରିସର୍ଚ୍ଚ ମେଥୋଡୋଲୋଜି କହିଲା ମାନେ ତିନିଟା ଆସିବ। ରିସର୍ଚ୍ଚ ମେଥୋଡୋଲୋଜି ମାନେ ସାଇନ୍ସ ଅଫ୍ what are the science of research methods? It's called research methodology. Logos method and logos, science of methods, science of methods. ତେଣୁ the moment we talk science of research methods, ଏ ତିନିଟା ଜିନିଷ ନିଶ୍ଚିତ ରହିବ। କ'ଣ ରହିବ? ପ୍ରଥମ ଜିନିଷ ହେଲା ମେଥଡ଼, ତାପରେ ଆସିଲା ଟେକ୍ନିକ୍ସ ଏବଂ ତାପରେ ଆମେ ୟୁଜ୍ କରୁଛୁ ଟୁଲ୍ସ। ଟୁଲ୍ କ'ଣ, ଟେକ୍ନିକ୍ କ'ଣ, ମେଥଡ୍ସ କ'ଣ ପଢ଼ିଲେ ଅଟୋମେଟିକ୍ ତମେ ଜାଣିବ। ତେଣୁ ଧର ପ୍ରଥମ ଯେତେବେଳେ ଆନ୍ଥ୍ରୋପୋଲୋଜିଷ୍ଟ ମାନେ ପଢ଼ୁଥିଲେ ବା ଆମ ଗୋଟେ ଏରିଆକୁ ସର୍ଭେ କରିବାକୁ ଯାଉଥିଲେ, ସେମାନେ ମୋଷ୍ଟଲି ଆମେ ତ କହୁଛେ ଏକ୍ସପ୍ଲୋରେଟୋରୀ ମେଥଡ଼, ଏକ୍ସପ୍ଲୋରେଟୋରୀ ବା ତାକୁ ହିଷ୍ଟୋରିକାଲ ହେଇପାରେ, ଇନଭେଷ୍ଟିଗେଟିଭ ହେଇପାରେ। ସେମାନେ ଏକ୍ସପ୍ଲୋର କରୁଛନ୍ତି, ବିଭିନ୍ନ ବିଷୟ ଏକ୍ସପ୍ଲୋର କରିବେ। ସେ ଏକ୍ସପ୍ଲୋର କରିବାକୁ ହେଲେ ବି ସେମାନେ ଯିବେ ତାଙ୍କ ପାଖକୁ, ତାଙ୍କ ରହିବେ, ତାଙ୍କ ବିଷୟରେ ଷ୍ଟଡି କରିବେ, କେତେ ଦିନ ମାସେ ହଉ, 15 ଦିନ ହଉ, 20 ଦିନ ରହିବେ ଏବଂ ବିଭିନ୍ନ ଜିନିଷ କ'ଣ ତାଙ୍କ କଲଚରର ହଉ, ତାଙ୍କର ସୋସିଆଲ ହେଲେ କଲଚରାଲ ଆସ୍ପେକ୍ଟ ରହିବ, ଫିଜିକାଲ ହେଲେ ତାଙ୍କର ମେଜରମେଣ୍ଟ, ତାଙ୍କର ବ୍ଲଡ ଗ୍ରୁପ ଆସ୍ପେକ୍ଟ ରହିବ, ପ୍ରିହିଷ୍ଟ୍ରିକ ଆର୍କିଓଲୋଜି ହେଲେ ବିଭିନ୍ନ ମଣିଷ ପ୍ରେଜେଣ୍ଟ ଜିନିଷଟା ଆମେ ଷ୍ଟଡି କରୁଛେ, ପୁରୁଣା ଆମେ ପ୍ରୋବାବିଲିଟି ଦେଖାଉଛେ, ତାର ବି ଗୋଟେ ମେଥଡ଼ ଅଛି। ସୋ ମେନଲି ଯେତେବେଳେ ଆମେ ପ୍ରଥମେ ସୋସିଆଲ ଇଏକୁ ଡିଲ୍ କରିବା, ମେଥଡ଼ ପ୍ରାୟ ସବୁଥିରେ ଟିକେ ଟିକେ ସମାନ ରହିବ। ଫିଜିକାଲରେ ଟିକେ ଯେହେତୁ ଫିଜିକାଲର ଦରକାର, ଲଟ୍ ଅଫ୍ ଅଦର ଟୁଲ୍ସ ଦରକାର, ସେଥିପାଇଁ ଟିକେ ରିଗରସ୍ ପ୍ରାକ୍ଟିକାଲ ନଲେଜ ବେଶୀ ଦରକାର ଫିଜିକାଲ ଆନ୍ଥ୍ରୋପୋଲୋଜି ପାଇଁ। ହଠାତ୍ ୱିଦାଉଟ୍ ଲାବୋରେଟୋରୀ ନଲେଜ ଡିଫିକଲ୍ଟ ହେବ ଫିଜିକାଲ ଆନ୍ଥ୍ରୋପୋଲୋଜି ଷ୍ଟଡି କରିବା ପାଇଁ। ତେଣୁ ଫିଜିକାଲ ଆନ୍ଥ୍ରୋପୋଲୋଜି ଷ୍ଟଡି କରିବାକୁ ହେଲେ ତୁମେ ଲାବୋରେଟୋରୀରେ ଆଗ ଟ୍ରେନିଂ ନେବାକୁ ପଡ଼ିବ, କ'ଣ କେମିତି ମେଥଡ଼ ୟୁଜ୍ କରିବାକୁ ପଡ଼ିବ। ଆମେ ବର୍ତ୍ତମାନ ସୋସିଆଲଟା ଆଗ ଡିସ୍କସନ୍ କରିବା।
सोशल है आम जो जाऊे गोटे सोसाइटी की आम एक्सप्लोर करुचे एक्सप्लोर माने आम सोसाइटी विषय जानूचे कल्चर विषय जानूचे ସେମାନେ କେମିତି ଖାଉଛନ୍ତି କେମିତି ରହୁଛନ୍ତି ତାଙ୍କର ମ୍ୟାରେଜ ପଦ୍ଧତି କ'ଣ ତାଙ୍କର ଫ୍ୟାମିଲି ପଦ୍ଧତି କ'ଣ ତାଙ୍କର କିନସିପ୍ ବା ତାଙ୍କର ବଂଶ କେମିତି ତାଙ୍କର ବଂଶ ବଂଶ ପରେ ବଂଶ ଗଢ଼ି ଚାଲିଛି ତାଙ୍କର ଗୋଟେ କମ୍ୟୁନିଟି ଆଉ ଗୋଟେ କମ୍ୟୁନିଟି ସହିତ ସମ୍ପର୍କ କେମିତି ଗଢ଼ି ଉଠୁଛି ଏସବୁ ଜାଣିବାକୁ ହେଲେ ଆମେ ତାଙ୍କ ପାଖକୁ ଯାଇକରି ଷ୍ଟଡି କରିବାକୁ ପଡ଼ିବ ଏବଂ ଏଇଟାକୁ ଆମେ ଏକ୍ସପ୍ଲୋର କରୁଛେ ଗୋଟେ ସୋସାଇଟି କି ଏକ୍ସପ୍ଲୋର କରୁଛେ सोसाइटी की एक्सप्लोर करुचे एवं तार इतिहास देखुचे 10 वर्ष आगु कौन थिला 15 वर्ष आगु कौन थिला ताकर मेमोरी पावर रे से माने सप्ताह तळर 20 दिन तळर गला वर्षर लास्ट जनरेशन रो गोटे लोक मैक्सिमम दुईटा जनरेशन गोटे जनरेशन पूर्व कथा और गोटे जनरेशन पर कथा मिनिमम कहि परिबे गोटे लोक गोटे 40-50 वर्ष गोटे इनफॉर्मेंट जहाँ पचार तुम से माने बापा जेनेरेशन कथा कहीपर पिला जेनेरेशन कहीपर अति बेसी हेले दुई जेनेरेशन ऊपर को दुई जेनेरेशन पर 5टा जेनेरेशन मैक्सिमम तीनटा जेनेरेशन निश्चित से पचारे कहीपर आम तक एक्सप्लोर करुचे जो आम 2-3टा जेनेरेशन पछकू जावा आम कहूँ हिस्टोरिकल जिन पचारे हिस्टोरिकल फैक्ट पचारे आगुरी कौन थी आगुरी केमी चलन थी एवं केमी अच्छे तो हिस्टोरिकल जिन आनले आम धर आगुरी परिवार केमी थी एवं परिवार केमती अच्छी आगुरी फैमिली केमी थी तुम मैरेज केमी थी एवं मैरेज सिस्टम केमती कौन बदलुँ सो आम गोटे चेंज जापर हिस्टोरिकल प्रोसेस चेंज जापर पुराना जिन स्टडी करी तो सीधा गोटे आम एक्सप्लोरेटरी मेथड कौचे कि हिस्टोरिकल बा इन्वेस्टिगेटिव मेथड कहते इन्वेस्टिगेशन आम करुचे इन्वेस्टिगेटिव हिस्टोरिकल नॉर्मली हिस्टोरिकल कहले भी किसी असुविधा ना आउ टे जब साइंटिफिकली कह वी एक्सप्लोर करने गोटे नुआ गोटे सोसाइटी पहुँचले आम कौन सोसाइटी विषय जाना पड़े एक्सप्लोरेटरी आम तो कौचे देन जो आम आउ टे बेटर मेथड जावा स्पेसिफिक मेथड जावा गोटे गोटे पर्टिकुलर कम्युनिटी पढ़िया जावा मनकर ताको आम एथनोग्राफिक अप्रोच बोली कहूचे प्रथमटा आम कह होलिस्टिक अप्रोच रे कहले इटा आम धर गोटे पर्टिकुलर सोसाइटी विषय पर्टिकुलर कम्युनिटी विषय जाना गले तार सब जाना पड़ो तो ताप आम कहूचे एक्सप्लानेटरी कि डेस्क्रिप्टिव सर्वे गोटे कम्युनिटी प्रेजेंट जेनरेशन कंटेम्पोरारी जेनरेशन वर्तमान परिस्थिति वर्तमान कल्चर कौन केमती चलु बर्तमान से हिस्टोरिकल ना कि फ्यूचर ना से आम कहे सर्वे मेथड जाऊे मोस्टली तो आम डेस्क्रिप्टिव मेथड कहे आम केवल डेस्क्राइब करवा जहाँ देखा जहाँ पचार डेस्क्राइब करवा से डेस्क्रिप्टिव मेथड बोली कहे आगुरी भी कहते स्टडी ऑफ एथनिक ग्रुप्स गोटे गोटे कम्युनिटी की एथनिक ग्रुप कहुच्छी से एथनिक ग्रुप को स्टडी करें जो आम आम चिंता करुचे एथनोग्राफिक बा एथनोलॉजी बोली कहे एथनोलॉजी साइंस ऑफ एथनिक ग्रुप्स गोटे एथनिक ग्रुप आम जहाँ आजिकल आम इंडियन कंटेक्स्ट ट्राइब कहे एथनिक ग्रुप कहे एथनिक मीन्स स्मॉल ग्रुप ऑफ पीपल स्टडी कराऊे एथनोग्राफी दैट इज एथनोग्राफिक अप्रोच एथनोग्राफिक स्टडी आजिकल बेसी हिस्टोरिकल स्टडी अपेक्षा एथनोग्राफिक स्टडी बोली चिंता कर एथनोग्राफिक स्टडी कला बेले भी से देखुं गोटे ऑटो एथनोग्राफी गोटे कनसेप्ट आसमें हायर स्टडीज जान ऑटो एथनोग्राफी कौन ऑटो बायोग्राफी जान बायोग्राफी ऑटो बायोग्राफी बायोग्राफी माने धर जड़े प्रसिद्ध लोक विषय आउ जड़े लिखुची बायोग्राफी तेणु से प्रसिद्ध लोकटी प्रतिष्ठित लोकटी निज विषय लिखुची आम कहे ऑटोबायोग्राफी सेमती धर गोटे कम्युनिटी है जुआंग गोटे लोक से पाठ पढ़ी मानक से पोस्ट ग्रेजुएट कर रिसर्च करुँचे से निजे तार कम्युनिटी स्टडी करने कहूचे निज कम्युनिटी उपर स्टडी कर निज कम्युनिटी एथनोलॉजी आस्पेक्ट रे एथनोग्राफिक आस्पेक्ट कह आम सब ऑटो एथनोग्राफी बोली कहूचे कि धर आउ को कम्युनिटी लोक बाहर लोक आउटसाइडर लोक से जदि स्टडी कराया आम खाली एथनोग्राफी बोली कहूचे ऑटो एथनोग्राफी बोली कहूनी
से एथनोग्राफी और ऑटो एथनोग्राफी को नहीं आम पर देखा गोटे आउ गोटे अप्रोच अच्छी गोटे एटिक अप्रोच गोटे एमिक अप्रोच। एमिक अप्रोच माने जोटा कि आम गोटे कम्युनिटीर निजे रहीकि ऑटो एथनोग्राफी जो मैंने कर ऑटो से न्याचुराली एमिक अप्रोच कहे निजे निज विषय देखुं जानते कम्युनिटी भितर कथा से कहते सब जानते कि आउटसाइडर पाठ पढ़ आउटसाइडर जाए रिसर्च कर कम्युनिटी विषय डिटेल्स जापर ना जमा जापर तेणु आम एटिक अप्रोच कहते रिसर्च आउटसाइड व्यू से आम कहते एटिक अप्रोच आउटसाइड व्यू एमिक माने इनसाइड व्यू से आम पर जाना बट जहाँ हो जो आम एमिक अप्रोच आजिकल इज वेरी इंपोर्टाट आउटसाइडर व्यू सब ठीक आसेनी एमिक अप्रोचटा भी एक्जाक्ट जिन गोटे कल्चर स्टडी गले एमिक अप्रोचटा निहाती दरकार आउटसाइडर व्यू है सरफेस लेवल स्टडी जमी कहते गोटे बार्ड्स आई व्यू जस्ट गोटे बार्ड्स आई व्यू स्टडी जन लोक बाहर लोक जाइए गोटे कम्युनिटी देखला से कम्युनिटी कौन हो कौन नहीं डिटेल्स गोटे कहीकि लिखिदेला दिने 2 दिन रही कि डिटेल्स लिखे गले he has to stay there he has to be participate with the people that is automatically एमिक अप्रोच हो गोटे गाँव रही मास 2 मास से निजे रहा भाई गाँ लोक भाई आम ऑटो न कर पाइले भी गोटे एमिक अप्रोच हो निजर भीतर कथा सब जापर भीतर व्यू धर गोटे मैरेज प्रथा आम जाऊे मैरेज रिचुआल जाऊे मैरेज रिचुआल हेले बाहर लोक स्टडी करुच्ची हाँ बाहागर दिन बर आसूची कन्या आसूची कौटी बर जाऊँगी कन्या घर को साधारणतः बर जाए कन्या घर को कन्या को लेकर आसे आजिकल कौन बर जाऊँगी बर सहित बर जात्री जाऊँगी बाहागर हो बेदी कि बाहागर कमी बाहागर हो भोजी भात होपर मंत्र पाठ पढ़ुं आसिक पंडित मंत्र पाठ कर बर कन्या घर आसूसी यहाँ नर्माल जिन कहे कि आम एमिक अप्रोच देखा ता भितर बररात्रि किए आसवे मंत्र ये मंत्र कहीं पाठ पढ़ा हो मंत्र से मंत्र किए पढ़ कहीं 4-5टा रिचुआल कौन पे होती ठाकुर कहीं बसुँच से पत्रटा कहीं बस हलदीटा कहीं बसुची से चंदनटा कहीं लगुच डिटेल जिन आने एमिक अप्रोच दरकार पूरा डिटेल स्टडी ना डिफिकल्ट जापर डिटेल स्टडी मानते भीतर कथा आम कहे निजर एमिक मान निज भीतर कथा कम्युनिटी पूरा निज कथा सो एगुड़ाक एथनोग्राफिक ऑटो एथनोग्राफी हो एमिक अप्रोच हो एटिक अप्रोच हो एगुड़ा सब जीव तुम डेस्क्रिप्टिव मेथड रे एक्सप्लानेटरी एक्सप्लेन देन आ गोटे मेथड आसूची एक्सपेरिमेंटल साधारणतः एक्सपेरिमेंटल मेथड बायोलॉजिकल रिसर्च यूज करा जाए किंतु सोशल साइंस रे सोशल एंथ्रोपोलॉजी भी आजिकल बहुत एक्सपेरिमेंटल मेथड यूज करा जाउची धर कौन एक्सपेरिमेंटल मेथड तुम धर चाहूँ एजुकेशन रो इम्पोर्टेंस कौन तो तुम गोटे नब गोटे कनसेप्ट गोटे हाइपोथेसिस नब एजुकेशन जार अधिका तार नॉलेज अधिका तार ज्ञान अधिका ओके तुम तो केमती स्टडी कर तुम दीटा गोटे कम्युनिटी स्टडी कर गोटे कम्युनिटी स्टडी करें तुम डिवाइड कर जो लोग पिला माने जो लोक मैंने पाठ पढ़ुं जार एजुकेशन अच्छी धर अप टू माइनर स्टैंडर्ड एजुकेशन सो से कम्युनिटी नेल 20 जन लोक कि 30 जन लोक कि 50 जन लोक जो मैंने पाठ पढ़ी अप टू मिनिमम अप टू स्टैंडर्ड 7 ओके नेल तापर आउ 50टा लोक नेल जो मैंने कि बिल्कुल पाठ पढ़ना बही देखी ना कि स्कूल जाई ना पिला हो पारती बुढ़ा हो पारती मध्य वयस्क हो पारती सो दीटा ग्रुप कर ये 50 जी कि पाठ पढ़ी आ गोटे 50 जी कि पाठ पढ़ी ना सो आमर एक्सपेरिमेंट कौन करवा पाठ जो मैंने पढ़ी सीटा है आमर एक्सपेरिमेंटल ग्रुप आम एक्सपेरिमेंट करुचे जो मैंने पाठ पढ़ी ज्ञान अधिका से पृथ्वी विषय देश जाति विषय बहुत जिन जानी ओके तेणु आम कौन करवा 20टा 30टा क्वेश्चन या पचारि इंटरव्यू करने पचार तो विभिन्न क्वेश्चन पचार जो क्वेश्चन पचार जो मैंने पाठ पढ़ी पचार घंटे हो 2 घंटा हो आउ गोटे दिन से दिन आउ गोटे जगार जो मैंने पाठ पढ़ी ना से क्वेश्चन की पचार
ଏବଂ ଯେଉଁମାନେ ପାଠ ପଢ଼ି ନାହାନ୍ତି ସେମାନେ କ'ଣ ଆନ୍ସର ଦେଉଛନ୍ତି, ଯେଉଁମାନେ ପାଠ ପଢ଼ିଛନ୍ତି ସେମାନେ କ'ଣ ଆନ୍ସର ଦେଉଛନ୍ତି। ଯେହେତୁ ଗୋଟିଏ ସେମ୍ କୋଶ୍ଚିନ୍ ଆମେ ଦୁଇଟା ଯାକ ଗ୍ରୁପକୁ ପଚାରୁଛେ, ସେ ନିଶ୍ଚିତ ଭାବରେ ଜଣାପଡ଼ିବ ଯେଉଁମାନେ ପାଠ ପଢ଼ିଛନ୍ତି ସେମାନେ କ'ଣ କହୁଛନ୍ତି, କେମିତି କହୁଛନ୍ତି। ଯେଉଁମାନେ ପାଠ ପଢ଼ିଛନ୍ତି ଯଦି ସେମାନେ ଠିକ୍ ଭାବରେ କହିଲେ ଏବଂ ସେମାନେ ଯଦି ଭଲ ଉତ୍ତର ଦେଲେ ଏବଂ ତାଙ୍କ ଉତ୍ତର ଯଦି ଭଲ ହେଲା ଏବଂ ସେ ବହୁତ ଆସ୍ପେକ୍ଟ ବହୁତ ବିଷୟ ଜାଣିପାରିଲେ, ତାହେଲେ ତୁମେ କ'ଣ କହିବ, ପାଠର ମୂଲ୍ୟ ଅଛି। ତେଣୁ ଏକ୍ସପେରିମେଣ୍ଟ ଜଣାଗଲା ଅଧିକ ପାଠ ଯେଉଁମାନେ ପଢ଼ିଛନ୍ତି ତାଙ୍କର ଜ୍ଞାନ ଅଧିକା, ମାନେ ପାଠ ପଢ଼ି ନାହାନ୍ତି ତାଙ୍କର ଜ୍ଞାନ କମ୍। এইটা ଗୋଟେ ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଲି। ଏଇଟା ବହୁତ ପ୍ରକାର ଏକ୍ସପେରିମେଣ୍ଟାଲ ଡିଜାଇନ୍ ହେଇପାରିବ, ଇକୋନୋମି ଉପରେ ହେଇପାରିବ, ହେଲ୍ଥ କଣ୍ଡିସନ୍ ହେଇପାରିବ, ଗୋଟେ ମେଡିସିନ୍ର କ'ଣ ଇମ୍ପାକ୍ଟ ତା ଉପରେ ହେଇପାରିବ। ସୋ ଦିଜ୍ ଆର୍ କଲ୍ଡ ଏକ୍ସପେରିମେଣ୍ଟାଲ ରିସର୍ଚ୍ଚ। ସୋ ଏକ୍ସପେରିମେଣ୍ଟାଲ ରିସର୍ଚ୍ଚ କରିବାକୁ ହେଲେ ତୁମେ ନିଶ୍ଚିତ ଦୁଇଟା ଗ୍ରୁପ୍ ନେବ, ଗୋଟେ ଏକ୍ସପେରିମେଣ୍ଟାଲ ଗ୍ରୁପ୍ ଯାହା ଉପରେ ଏକ୍ସପେରିମେଣ୍ଟ ହେଉଛି, ଆଉ ଯୋଉଟା ଦି ଅଦର ଗ୍ରୁପ୍ ଇଜ୍ କଲ୍ଡ କଣ୍ଟ୍ରୋଲ ଗ୍ରୁପ୍, ଯାହା ଉପରେ ଏକ୍ସପେରିମେଣ୍ଟ ହେଉନି। କଣ୍ଟ୍ରୋଲ ଗ୍ରୁପ୍ ଗୋଟେ କଣ୍ଟ୍ରୋଲ ଗ୍ରୁପ୍, ଗୋଟେ ଏକ୍ସପେରିମେଣ୍ଟାଲ ଗ୍ରୁପ୍, ତାଙ୍କ ଭିତରେ ସେମ୍ କୋଶ୍ଚିନ୍ ପଚାରିବ ଏବଂ ଡିଫରେନ୍ସଟା ନିଶ୍ଚିତ ଜଣାପଡ଼ିବ। ଡିଫରେନ୍ସ କିଛି ଆସିଲା ତାହେଲେ ଜାଣିବ ଏଜୁକେସନ୍ର କିଛି ମୂଲ୍ୟ ଅଛି। ଡିଫରେନ୍ସ ବିଶେଷ କିଛି ଆସିଲାନି ତ ଜାଣିବ ବିଶେଷ କିଛି ଡିଫରେନ୍ସ ଆସିଲାନି, ତାର କେତେ ଦୂର এই এক্সপেরিমেন্টাল মেথডটা বা যে রেজল্ট পাইল কেতে দূর সিগনিফিকান্ট, তার গোটে অছি স্টাটিস্টিকাল মেথড আর গোটে ইউজ করা যায়। স্টাটিস্টিকাল মেথড তুমি ইউজ করে জাঁপার যে মেথড যে রেজল্ট তুমি পাইল সেটা কেতে দূর সিগনিফিকান্ট, মানে কেতে দূর আকসেপ্টেড হয়ে পার জাঁপার। যদি যদি পাঠটার মূল্য যে ডিফরেন্স পাইল অপাঠুয়া ମାନଙ୍କ ভিতরে স্টডি করি যদি কিছু ডিফরেন্স বেশি ন পাইল, যদি তার সিগনিফিকান্স কিছু ন আসিলা, তাহলে পাঠর কিছু বিশেষ কিছু মূল্য নেই বলে জনাপড়িব। তেণু জনাপড়িব କ'ଣ মূল্য ଅଛି, କେତେ ସିଗ୍ନିଫିକାଣ୍ଟ। ତେଣୁ ଏଟା ଗୋଟେ ଏକ୍ସପେରିମେଣ୍ଟାଲ ମେଥଡ଼ ଆଜିକାଲି ବହୁତ କରାଯାଉଛି। ଏବଂ ଗୋଟେ ଏକ୍ସପେରିମେଣ୍ଟାଲ ମେଥଡ଼ କରିବା ପାଇଁ ପ୍ରଥମେ ଗୋଟେ ହାଇପୋଥେସିସ୍ ନେବ ବା ଗୋଟେ କନସେପ୍ଟ, ସେଇଟା তুমি ପ୍ରୁଫ୍ କରିବ। ଯଦି ହାଇପୋଥେସିସ୍ ନେଇ ପ୍ରୁଫ୍ କରିବ, ଯଦି ହାଇପୋଥେସିସ୍ କହୁଛନ୍ତି ଯଦି ପଜିଟିଭ, ମ୍ୟାଥମେଟିକ୍ସ বা ଷ୍ଟାଟିଷ୍ଟିକାଲ ମାନେ ନଲ୍ ହାଇପୋଥେସିସ୍ ନିଅନ୍ତି। ନଲ୍ ହାଇପୋଥେସିସ୍ ମାନେ ନେଗେଟିଭ ଦିଅନ୍ତି। ସେମାନେ ନେଗେଟିଭ କ'ଣ ନେବେ, ମାନେ ପାଠ ଯେଉଁମାନେ ପଢ଼ିଛନ୍ତି ତାଙ୍କର ଜ୍ଞାନ କମ୍ ସେମାନେ ନେବେ। ମୁଁ ଟେଷ୍ଟ କରିବେ, ଟେଷ୍ଟ କଲାବେଳେ ଆସିବ କ'ଣ ନା ପାଠ ଯେଉଁମାନେ ପଢ଼ିଛନ୍ତି ଆକ୍ଚୁଆଲି ତାଙ୍କର ଜ୍ଞାନ ଅଧିକା, ତାଙ୍କର ସେ ଯେଉଁ ହାଇପୋଥେସିସ୍ ନେଇଥିବେ, ଯେଉଁ ଷ୍ଟେଟମେଣ୍ଟ ନେଇଥିବେ ସେଟା ରିଜେକ୍ଟ କଲେ। ନାଇଁ ନାଇଁ, ଯେଉଁମାନେ ପାଠ ପଢ଼ିଛନ୍ତି ତାଙ୍କର ଜ୍ଞାନ କମ୍ ନୁହେଁ, ତାଙ୍କ ଜ୍ଞାନ ଅଧିକା। ତେଣୁ ଏଇଟା ନଲ୍ ହାଇପୋଥେସିସ୍ ଗଲା। ଆମେ ସାଧାରଣତଃ ନଲ୍ ହାଇପୋଥେସିସ୍ ନିଏନି, ଆମେ ନର୍ମାଲ ହାଇପୋଥେସିସ୍ ପଜିଟିଭ ହାଇପୋଥେସିସ୍ ନେଉଛେ। ପାଠ ଯିଏ ପଢ଼ିଛନ୍ତି ତାର ଜ୍ଞାନ ଅଧିକା, ତେଣୁ ଆମେ ହାଇପୋଥେସିସ୍ଟାକୁ ଆକ୍ସେପ୍ଟ କରୁଛେ। ସେଠି ହେଲେ ହାଇପୋଥେସିସ୍ଟା ଆମେ ରିଜେକ୍ଟ କରିବା। ଡିଫରେନ୍ସ ଏକା, ଟିକେ ଟେକ୍ନିକ୍ ୱାଇଜ୍ ଡିଫରେନ୍ସ ଆସୁଛି, ବଟ୍ ଇଟ୍ ମ୍ୟାଟର୍ସ ଦି ସେମ୍। ନହେଲେ ଏକ୍ସପେରିମେଣ୍ଟାଲ। ତାପରେ ଆଉ ଗୋଟେ ମେଥଡ଼ ଯେଉଁଟାକି ଆଜିକାଲି ଷ୍ଟଡି କରୁଛନ୍ତି, ଦ୍ୟାଟ୍ ଇଜ୍ କଲ୍ଡ ଏକ୍ସ ପୋଷ୍ଟ ଫାକ୍ଟୋ ମେଥଡ଼। ଏକ୍ସ ପୋଷ୍ଟ ଫାକ୍ଟୋ ମେଥଡ଼ সেটা হচ্ছে তোমার গোটে কোহোট মেথড। কোহোট মেথড তা মানে কোণ, ধর আজ তুমি যাচ্ছ গোটে এরিয়াକୁ ଷ୍ଟଡି କରୁଛ, ସେଠି ଷ୍ଟାଣ୍ଡାର୍ଡ 1ରେ ପିଲାମାନେ ପାଠ ପଢ଼ୁଛନ୍ତି। ଧର ଷ୍ଟାଣ୍ଡାର୍ଡ 1ରେ 100 ଜଣ ପିଲା ପାଠ ପଢ଼ୁଛନ୍ତି। ତାଙ୍କୁ କିଛି ପ୍ରଶ୍ନ ପଚାରିଲ, ତାଙ୍କର ଖାଇବା ପିଇବା ଚଳିବା, ତାଙ୍କର ଘର ବିଷୟରେ, ସବୁ ବିଷୟରେ ପଚାରି ଆସିଲ। ଓକେ, 5 ବର୍ଷ ପରେ ଆଜିକାଲି ତ କେହି ଫେଲ୍ ହେଉନାହାନ୍ତି, ଆଗରୁ ଫେଲ୍ ହେଉଥିଲେ, ସେତେବେଳେ ଟିକେ ଡିଫରେଣ୍ଟ ଥିଲା। ଆଜିକାଲି 5 ବର୍ଷ ମାଟ୍ରିକ ପର୍ଯ୍ୟନ୍ତ ସମସ୍ତେ ପାସ୍ କରିବେ। ସୋ 5 ବର୍ଷ ପରେ କିନ୍ତୁ ତାଙ୍କର ଇକୋନୋମିକ୍ ଆସ୍ପେକ୍ଟ ଚେଞ୍ଜ ହେଉଥିବ, ତାଙ୍କର ଜ୍ଞାନ ବି ଚେଞ୍ଜ ହେଉଥିବ, ବିଭିନ୍ନ ପ୍ରକାର ଜିନିଷ ଚେଞ୍ଜ ହେଉଥିବ। 5 ବର୍ଷ ପରେ ସେଇ ପିଲାମାନଙ୍କୁ, ସେଇ ଯେଉଁ ପିଲାମାନଙ୍କୁ ତୁମେ ନେଇଥିଲ ଯେଉଁ କୋହୋଟ, ଧର 2024ରେ ତୁମେ 100ଟା ପିଲାଙ୍କୁ ଗୋଟେ ସ୍କୁଲରେ ଯାଇଛ, ପଢ଼େଇଛ বা ପଚାରିଛ କୋଶ୍ଚିନ୍। 5 ବର୍ଷ ପରେ ସେଇ ପିଲାମାନଙ୍କୁ ଯଦି କୋଶ୍ଚିନ୍ ପଚାରିବ, ସେମାନଙ୍କ ଷ୍ଟାଣ୍ଡାର୍ଡ 5th ବା 6th ହେଇଥିବ, ତାଙ୍କୁ ସେମିତି କୋଶ୍ଚିନ୍ ପଚାରିବ। ଦେଖିବ କ'ଣ ତାଙ୍କର ଚେଞ୍ଜ ଆସୁଛି, ତାଙ୍କର କ'ଣ କଥାବାର୍ତ୍ତାରେ ଚେଞ୍ଜ ଆସୁଛି, ତାଙ୍କର ପରିବାରରେ କ'ଣ ଚେଞ୍ଜ ଆସୁଛି। ସେ 100ଟି ପିଲା ନଥାନ୍ତି, ତାଙ୍କ ଭିତରୁ କିଛି ପିଲା ଟ୍ରାନ୍ସଫର ହେଇ ଆଉ ଗୋଟେ ଜାଗାକୁ ପଳେଇଥିବେ, ତେଣୁ ତାଙ୍କ ପାଖକୁ ଯାଇପାରିବନି। କି ତାଙ୍କର କେତେ ପିଲା ସ୍କୁଲରେ ପାଠ ଛାଡ଼ି ଦେଇଥିବେ, ଡ୍ରପ୍ ଆଉଟ୍ କରିଦେଇଥିବେ। କିନ୍ତୁ ଯେଉଁ ପିଲାଙ୍କୁ ତୁମେ
100ଟି ପିଲାରୁ ତ 5 ବର୍ଷ ପରେ ତ 50ଟା ପିଲା ପାଇବ କି 30ଟା ପିଲା ପାଇବ, ସେଇ 30 ପିଲାଙ୍କୁ ପଚାରିବ। ତ କୋହୋଟ ହେଲା ଏଇଟା ଆନାଲିସିସ୍, ମାନେ ଏଇ 2024 ହେଲା କୋହୋଟ, ଦି ବିଗିନିଂ ଇୟର। ତାପରେ ଆଉ 5 ବର୍ଷ ପର୍ଯ୍ୟନ୍ତ ଯିବ, ସେମାନେ ମାଟ୍ରିକ 10th କ୍ଲାସ ପରୀକ୍ଷା ଦେଉଥିବେ, ପରୀକ୍ଷା ପାସ୍ କରିସାରିଥିବେ। ସେଇ ଯେଉଁ 5 ବର୍ଷ ପରେ ଧର 30 ଜଣ ପିଲା ଥିବେ, ଆଉ 5 ବର୍ଷ ପରେ ଧର ସେ 10ଟି ପିଲା ମାଟ୍ରିକ ପାସ୍ କରିଥିବେ, ମାଟ୍ରିକ ପରୀକ୍ଷା ଦେଇଥିବେ। ତାମାନେ 2024ରେ ଯେଉଁ 100ଟି ପିଲାଙ୍କୁ ନେଇଥିଲ, ସେଇ 100ଟି ପିଲା 10 ବର୍ଷ ପରେ ସେଇ 100ଟି ପିଲାଙ୍କୁ ତମେ ପାଇବନି, ଆଟଲିଷ୍ଟ ତ 10ଟି ପିଲାଙ୍କୁ ପାଇବ। ସେଇ ଯେଉଁ 10ଟି ପିଲାଙ୍କ ବିଷୟରେ ଷ୍ଟଡି କରିବ, କ'ଣ ସେମାନଙ୍କର ଡିଫରେନ୍ସ ଆସୁଛି, କ'ଣ ତାଙ୍କ ଫ୍ୟାମିଲି ଡିଫରେନ୍ସ, ଇକୋନୋମିକ୍ ଡିଫରେନ୍ସ, ହେଲ୍ଥ ଡିଫରେନ୍ସ। ସୋ ଏଇଟା କୁହନ୍ତି କୋହୋଟ ଆନାଲିସିସ୍ ଅର୍ ଏକ୍ସ ପୋଷ୍ଟ ଫ୍ୟାକ୍ଟୋ। ତାମାନେ ଜଣେ ରିସର୍ଚ୍ଚରକୁ 10 ବର୍ଷ ଅପେକ୍ଷା କରିବାକୁ ପଡ଼ିବ ସେ ପିଲାର କ'ଣ ଚେଞ୍ଜ ହେଉଛି, ତାର ଆଟିଚ୍ୟୁଡନାଲ ଚେଞ୍ଜ, ତାର ସବୁ ଜାଣିବାକୁ ହେଲେ। ଏଇଟା ଟିକେ ଡିଫିକଲ୍ଟ, ଭେରି ଟେକ୍ସ ଲିଟିଲ୍ ବିଟ୍ ଟାଇମ୍। 10 ବର୍ଷ ରିସର୍ଚ୍ଚ ଆଜିକାଲି କିଏ ଅପେକ୍ଷା କରୁଛି, କିନ୍ତୁ ଇଟ୍ସ ଏ ଭେରି ଗୁଡ୍ ରିସର୍ଚ୍ଚ। ଏଇଟା କରୁଛନ୍ତି କୋହୋଟ ମେଥଡ ଅର୍ ଏକ୍ସ ପୋଷ୍ଟ ଫ୍ୟାକ୍ଟୋ ମେଥଡ। ତମେ ହୁଏତ 5 ବର୍ଷ ପରେ ନ ଯାଇପାର, ଡାଇରେକ୍ଟ 10 ବର୍ଷ ପରେ ସେଇ ପିଲାଙ୍କ ପାଖକୁ ଯାଇପାରିବ, କିଛି ଅସୁବିଧା ନାହିଁ। ତ ସେଇ ପିଲାଙ୍କୁ, ସେଇ 100ଟି ପିଲା ଖୋଜି ଖୋଜି ଆଉ କୁଆଡ଼େ ଯିବ, ଡିଫରେଣ୍ଟ କଥା ତମେ ଖୋଜି ପାରିବନି, ସେଇ ସ୍କୁଲରେ ଯାଇକି ଖୋଜିବ। 100ଟି ପିଲା ନଥିଲେ ବି 30ଟି 20ଟି ପିଲା ଥିବେ, ତାଙ୍କୁ ପଚାରିବ କ'ଣ ଡିଫରେନ୍ସ ଆସୁଛି। ଦ୍ୟାଟ୍ ଇଜ୍ କଲ୍ଡ ଏକ୍ସ ପୋଷ୍ଟ ଫ୍ୟାକ୍ଟୋ ମେଥଡ। ଦ୍ୟାଟ୍ ଇଜ୍ ଏ ଭେରି ଇମ୍ପୋର୍ଟାଣ୍ଟ ମେଥଡ ଆଣ୍ଡ କୋହୋଟ ମେଥଡ ବୋଲି କହୁଛନ୍ତି। ସୋ ଏଇ 4ଟା ମେନ୍ ମେଥଡ, ଆଉ ତା ଭିତରେ ଛୋଟ ଛୋଟ ଅଲଗା ସବ୍ ମେଥଡ ରହୁଛି, ସେଗୁଡ଼ାକ ଆମେ ଚିନ୍ତା କରିବା ଦରକାର ନାହିଁ। ଏଇ 4ଟା ମେନ୍ ମେଥଡ କ'ଣ ହେଲା? ଗୋଟେ ହେଲା ଏକ୍ସପ୍ଲୋରେଟୋରୀ বা ହିଷ୍ଟୋରିକାଲ ଇନଭେଷ୍ଟିଗେଟିଭ, ଆଉ ଗୋଟେ ହେଲା ତମର ଏକ୍ସପ୍ଲାନେଟୋରୀ ସର୍ଭେ ଟାଇପ୍ ବା ଡେସ୍କ୍ରିପଟିଭ, ଆଉ ଗୋଟେ ହେଲା ଏକ୍ସପେରିମେଣ୍ଟାଲ, ଆମେ ଏକ୍ସପେରିମେଣ୍ଟ କରୁଛେ ଗୋଟେ ହାଇପୋଥେସିସ୍ ନେଇକିରି, କଣ୍ଟ୍ରୋଲ ଗ୍ରୁପ ଆଉ ଏକ୍ସପେରିମେଣ୍ଟାଲ ଗ୍ରୁପ, ଆଉ ଫୋର୍ଥ ୱାନ୍ ଇଜ୍ ଏକ୍ସ ପୋଷ୍ଟ ଫ୍ୟାକ୍ଟୋ ବା କୋହୋଟ ଆନାଲିସିସ୍। এই 4টা ভেরি ইম্পর্টান্ট মেথড। যদি তুমি ଯେଉଁ মেথড নিଅ, মেথড ପରେ ଆମେ ଆସିବ ତମର ଟେକ୍ନିକ୍ସ। ଯେଉଁ ମେଥଡରେ ସର୍ଭେ ମେଥଡ ନିଅ, ଏକ୍ସପେରିମେଣ୍ଟାଲ ମେଥଡ ନିଅ, ଏକ୍ସପୋଜ ଫ୍ୟାକ୍ଟୋ ମେଥଡ ନିଅ, ଯାହା ମେଥଡ ନିଅ, ଷ୍ଟାଣ୍ଡାର୍ଡ ଟେକ୍ନିକ ଗୋଟେ ରହୁଛି। ତ ପ୍ରଥମ ଟେକ୍ନିକ ହେଲା ଅବଜରଭେସନ। ୟୁ ହ୍ୟାଭ୍ ଟୁ ଅବଜର୍ଭ। তুমি যদি ଗୋଟେ সোসাইটিকে যাଉଛ, ଅବଜର୍ଭ କରୁଛ, only observation. First, the oldest method for social survey or social science research is observation. Observation ଦୁଇ ପ୍ରକାର। তুমি ନିଜେ as an outsider, ଯୋଉ କହିଲି ମୁଁ ଏଟିକ୍, as an outsider ହେଇକି ଦେଖୁଛ, ସୋସାଇଟି ଅବଜର୍ଭ କରୁଛ, କ'ଣ କରୁଛି, କ'ଣ ଖାଉଛି, କ'ଣ ପିନ୍ଧୁଛି, କେମିତି ଜିନିଷଟା କ'ଣ ହେଉଛି, ବାସ୍ ଅବଜର୍ଭ କଲ, ଲେଖିଲ, କିଛି ପଚାରିଲେନି। କିନ୍ତୁ ଯଦି ଅବଜରଭେସନରେ ଆଉ ଟିକେ ଡିପ୍କୁ ଯିବ, ପାର୍ଟିସିପାଣ୍ଟ ଅବଜରଭେସନ, ୟୁ ହାଭ୍ ଟୁ ପାର୍ଟିସିପେଟ୍ ଇନ୍ ଦ ପ୍ରୋସେସ୍। ପାର୍ଟିସିପେଟ୍ ଇନ୍ ଦ ପ୍ରୋସେସ୍ ମାନେ ଧର ସେଇ ବାହାଘର କଥା ନିଆଯାଉଛି, ବାହାଘରରେ ତୁମେ ବରଯାତ୍ରୀରେ ପାର୍ଟିସିପେଟ୍ କରିବ। ସୋ ୟୁ ଆର୍ ଏ ବରଯାତ୍ରୀ, ତୁମେ ଗୋଟେ ନିଜେ ବରଯାତ୍ରୀର ମେମ୍ବର। ସମସ୍ତେ ବରଯାତ୍ରୀ ହେଇପାରିବେନି, ବାହାର ଲୋକ ଦେଖୁଥିବେ, ବାଜା ବାଜୁଥିବ, ଦେଖୁଥିବେ, କିନ୍ତୁ ତୁମେ ନିଜେ ବରଯାତ୍ରୀ। ନିଜେ ବରଯାତ୍ରୀରେ ଗୋଟେ ମେମ୍ବର ହେଇ ପାର୍ଟିସିପେଟ୍ କଲ ମାନେ ତମକୁ କେମିତି ଦି କନ୍ୟା ପାର୍ଟି ବା ଦି ଅପୋଜିସନ ପାର୍ଟି ବା ତୁମର ବରଯାତ୍ରୀ ମାନେ କେମିତି ତୁମ ସହିତ ବିହେଭିୟର, ତୁମର କଥାବାର୍ତ୍ତା, ତୁମର କ'ଣ କ'ଣ ରିଚୁଆଲ, କେଉଁ କେଉଁ ଷ୍ଟେଜରେ ଯାଉଛି, ତୁମେ ନିଜେ ଜାଣିପାରିବ, ନିଜେ ଅବଜର୍ଭ କରିବ। ଏବଂ ଦେୟାର ଡିଫରେନ୍ସ ପାର୍ଟିସିପେଟେଡ ଆପ୍ରୋଚ, ପାର୍ଟିସିପେଟରୀ ଆପ୍ରୋଚ ଆଣ୍ଡ ଖାଲି ପ୍ଲେନ୍ ଆପ୍ରୋଚ, ଡିଫରେନ୍ସ ନିଶ୍ଚୟ ଆସିବ। ତେଣୁ ଅବଜରଭେସନ ଗୋଟେ ଓଲ୍ଡେଷ୍ଟ ମେଥଡ ଅଫ୍ ଆନ୍ଥ୍ରୋପୋଲୋଜିକାଲ or sociological survey ହଉ, ରିସର୍ଚ୍ଚ ହଉ। ଆମର ଅବଜରଭେସନରେ ଅଲମୋଷ୍ଟ 40% ଡେଟା ବା ଇନଫର୍ମେସନ ଅବଜରଭେସନରେ ଆସିଯିବ। ଦେନ୍ another important method is interview method. The interview method ହେଲା ନ୍ୟାଚୁରାଲି ତୁମେ ଡାଇରେକ୍ଟ ଇଣ୍ଟରଭ୍ୟୁ କରିପାରିବ। ଗୋଟେ କିଛି କ'ଣ କୋଶ୍ଚିନ୍, ଇଣ୍ଟରଭ୍ୟୁ କରିବା ପାଇଁ କୋଶ୍ଚିନ୍ ଦରକାର, କିଛି କୋଶ୍ଚିନ୍ ଲେଖିକି ନେଇଯିବ, ତୁମ ଭାଷାରେ ହଉ ବା ଇଂରାଜୀରେ ହଉ ବା ତାକୁ କୋଡ଼ିଂ କରିକି ନେଇଯିବ।
ଯେଉଁ ଲୋକ ପାଖକୁ ଯାଉଛ ସେଇ ଲୋକର ଭାଷା ଯଦି ରଖିଥିବ ଭଲ ହବ। তুমি ইংরাজিতে লেখিপার, কোডিং କରିପାର, କିନ୍ତୁ ଲୋକାଲ ଲାଙ୍ଗୁଏଜ ଯଦି ୟୁଜ୍ କରି ସେ ଭାଷା ସେଠି ଇଂଲିଶ ପାଖରେ ଧର ଲୋକଟି ଓଡ଼ିଆ ଜାଣିଛି ଓଡ଼ିଆରେ ଲେଖିପାରିବ, କି ଯିଏ ତେଲୁଗୁରେ କରୁଛି ତେଲୁଗୁରେ ଲେଖିପାରିବ। ଯେହେତୁ ଆମେ ଓଡ଼ିଆ ଡିସ୍କସନ କରୁଛେ ସେଠି ଇଂରାଜୀ ସହିତ ଓଡ଼ିଆ ବି ତମେ ଲେଖିଲେ ତମକୁ ପଚାରିବାକୁ ସୁବିଧା ହେବ ଏବଂ ଯେଉଁ ଲୋକକୁ ପଚାରୁଛ ସେମାନେ ଏକ୍ଜାକ୍ଟ ବୁଝିପାରିବେ। ଓକେ, ତେଣୁ ତମେ ଯୋଉଟା ତାକୁ ପଚାରିବାକୁ ନେଉଛ ସେଟା ହଉଛି କ'ଣ ତାକୁ ଆମେ କହୁଛେ ଗୋଟେ ସେଡ୍ୟୁଲ କହୁଛେ বা ইন্টারভিউ গাইড কହୁଛେ। ସେଡ୍ୟୁଲ ବା ଇଣ୍ଟରଭ୍ୟୁ ଗାଇଡ ବା କୋଶ୍ଚିନିୟର। କୋଶ୍ଚିନିୟର ସେ କୋଶ୍ଚିନ୍ ପଚାର, ତମେ ଇଣ୍ଟରଭ୍ୟୁ ଗାଇଡ କହିପାର, ସେଡ୍ୟୁଲ କହିପାର ବା ଅତି ସିମ୍ପଲରେ କୋଶ୍ଚିନିୟର କହିପାର। ଓକେ, ବେଳେବେଳେ ଇଣ୍ଟରଭ୍ୟୁ ଗାଇଡଟା କି ଅଲଗା ଆକାରରେ ବୁଝିଯାଏ, ସେଡ୍ୟୁଲ ତା ବାଟରେ ଥିବ, କୋଶ୍ଚିନିୟର ତା ବାଟରେ ଥିବ। ଆଉ ଗୋଟେ ଗୋଟେ ସ୍ଲିପ୍ରେ ବେଳେବେଳେ ଲେଖିକି ନେଇକି ଯାଆନ୍ତି ରିସର୍ଚ୍ଚର ମାନେ କ'ଣ ପଚାରିବେ କିଛିଟା ରିଲେଟେଡ୍ କୋଶ୍ଚିନ୍ସ, ତାକୁ ଇଣ୍ଟରଭ୍ୟୁ ଗାଇଡ୍ ବୋଲି କହନ୍ତି। ଛୋଟ ଖାତାରେ ତାଙ୍କର ଫିଲ୍ଡ ଗୋଟେ ଡାଏରୀ ଥିବ, ଫିଲ୍ଡ ନୋଟବୁକ୍ ଥିବ, ଟିପିକି ନେଇଥାନ୍ତି ଯେ ଇଣ୍ଟରଭ୍ୟୁ ଗାଇଡ୍। କିନ୍ତୁ ନିଶ୍ଚିତ ଭାବରେ କୋଶ୍ଚିନିୟର ଥିବ। ଏ କୋଶ୍ଚିନିୟର ପୁଣି ଦୁଇ ପ୍ରକାର, ଯୋଉଠି ତୁମେ ନିଜେ ଯାଇକିରି କୋଶ୍ଚିନ୍ ପଚାରୁଛ, ଯୋଉଠି ତୁମେ ନିଜେ ଡାଇରେକ୍ଟ ଯାଇକିରି କୋଶ୍ଚିନ୍ ପଚାରୁଛ, ସେଡ୍ୟୁଲ ସାଙ୍ଗରେ ନେଇକି ଯାଉଛ, ଡାଇରେକ୍ଟ ଇଣ୍ଟରଭ୍ୟୁ କରୁଛ। ଯୋଉଠି ସେଠି ସେ ଲୋକମାନେ ପାଠ ପଢ଼ିଥାଇ ପାରନ୍ତି, ପାଠ ନ ପଢ଼ିଥାଇ ପାରନ୍ତି, କିଛି ଚିନ୍ତା ନାହିଁ, ତମେ ନିଜେ ପଚାରୁଛ କୋଶ୍ଚିନ୍ ଏବଂ ସେ ଯାହା ଉତ୍ତର ଦେଲେ ତମେ ଲେଖିବ। ଆଜିକାଲି ରେକର୍ଡ କରୁଛନ୍ତି, କିନ୍ତୁ କୋଶ୍ଚିନ୍ ସେଟା ଅଲସୋ ଇଣ୍ଟରଭ୍ୟୁ। ସରି। ତମେ ନିଜେ ଯୋଉଟା ପଚାରୁଛ ସେଟା ହେଲା ଇଣ୍ଟରଭ୍ୟୁ, ଡାଇରେକ୍ଟ ଇଣ୍ଟରଭ୍ୟୁ। ଯେତେବେଳେ ତମେ ନିଜେ ନ ପଚାରିକିରି ବେଳେବେଳେ କୋଶ୍ଚିନ୍ଟା କ'ଣ କର, ଦୂରରେ ତମର ଲୋକ ଅଛନ୍ତି ତମେ ପଚାରିବାକୁ ଯାଉଛ, ଦୂରରେ ଅଛନ୍ତି ମାନେ ତମେ ଯାଇପାରୁନ, କ'ଣ କରିବ? ତମେ ସେଇ କୋଶ୍ଚିନ୍ଟାକୁ ମେଲ୍ କରିବ ବା ପୋଷ୍ଟ କରିବ ସେ ଲୋକମାନଙ୍କ ପାଖକୁ, ଯେଉଁ କମ୍ୟୁନିଟି ତମେ ପଢ଼ୁଛ ବା ଯେଉଁ ଏରିଆରେ ତମେ କାମ କରିବାକୁ ଯିବ, ପୋଷ୍ଟ କରିବ। ପୋଷ୍ଟ କଲାବେଳେ ସେ କ'ଣ କରିବେ, ତମେ ମନେକର 100ଟି କୋଶ୍ଚିନ୍ ପଠେଇଲ, ସେମାନଙ୍କୁ ପ୍ରଥମେ ଦେବ ହଁ 15 ଦିନ ଭିତରେ କି ମାସେ ଭିତରେ ମୋତେ ଚିଠିଟି ରିଟର୍ଣ୍ଣ କରିବ ବା କୋଶ୍ଚିନ୍ଟି ଉତ୍ତର ଦେବ। ସେଇ ଟାଇମରେ ତମେ କ'ଣ କରିବା ଦରକାର ନା କୋଶ୍ଚିନ୍ଟି ଅତି ସରଳ ହେଇଥିବ, ସେମାନେ ଏମିତି ଅତି ଖୁସିରେ ବୁଝିପାରିବେ ଏବଂ ଉତ୍ତର ଦେଇ ପଠେଇବେ, ପୋଷ୍ଟରେ ପଠେଇବେ। ଆଗରୁ ସେଟା କୁହାହେଉଥିଲା ଯେ ମେଲ୍ କୋଶ୍ଚିନିୟର, ଯେଉଁ କୋଶ୍ଚିନ୍ ଗୁଡ଼ାକ ଆମେ ମେଲ୍ କରୁଛେ ବା ପୋଷ୍ଟ କରୁଛେ, ଆଜିକାଲି ତ ମେଲ୍ ନାହିଁ, ପୋଷ୍ଟ ନାହିଁ, ଆଜିକାଲି ଆମେ ହ୍ୱାଟ୍ସଆପ୍ରେ ପଠେଇ ଦେଉଛେ ବା ଇମେଲ୍ରେ ପଠେଇ ଦେଉଛେ, ଦ୍ୟାଟ୍ ଇଜ୍ ଏ କୋଶ୍ଚିନିୟର, ଏ ମେଲ୍ କୋଶ୍ଚିନିୟର ଆପ୍ରୋଚ୍। ମେଲ୍ କୋଶ୍ଚିନିୟରରେ ମନେକର ତମେ 100 ଲୋକ ପାଖକୁ ପଠେଇଲ, 100 ଲୋକର ତମର କଥା ଶୁଣୁଥିବେ, ସେମାନେ କହିବେ ସମସ୍ତଙ୍କର ଆନ୍ସର ଦେବେନି। ତେଣୁ 100 ଲୋକରୁ ପ୍ରଥମେ ତମେ ପାଇଲ 15 ଦିନ ପରେ ବା 20 ଦିନ ପରେ ଦେଖିଲ 50ଟା ରେସ୍ପନ୍ସ ଆସିଲା। ସେକେଣ୍ଡ ଟାଇମ୍ ଆଉ ଥରେ ରିମାଇଣ୍ଡର ଦେବ, ଯେଉଁ 50 ଜଣ ଦେଇନାହାନ୍ତି ତାକୁ ରିମାଇଣ୍ଡର ଦେଲ, ଆଉ 15 ଦିନ ଅପେକ୍ଷା କରିବ। ସେ ରିମାଇଣ୍ଡର ପରେ ମାନେ ଆଉ 10ଟା କି ଆଉ 20ଟା ଆସିଲା। ପ୍ରଥମେ ପାଇଥିଲ 50ଟା, ରିମାଇଣ୍ଡର ପରେ ମନେକର ପାଇଲ ଆଉ 20ଟା, ପାଇଲ କେତେଟା? 50, 20, 70। ପୁଣି 15 ଦିନ ପରେ କି ମାସେ ପରେ ଆଉ ଥରେ ରିମାଇଣ୍ଡର ଦେବ, ସେତେବେଳେ ମନେକର ଆଉ 2ଟା 3ଟା କି ଅତି ବେଶୀରେ 5ଟା ଆସିଲା। ସୋ ପ୍ରଥମେ ପାଇଥିଲ 50, ତାପରେ ପାଇଲ 20, 70, ତାପରେ ପାଇଲ ଧର ମାକ୍ସିମମ୍ 5। 75% ଯଦି ତମେ ଆନ୍ସର ପାଇଲ, ରେସ୍ପନ୍ସ ପାଇଲ, 100ଟି ଲୋକ ପାଖକୁ ପଠେଇଥିଲ, ଯଦି 75 ଜଣ ଦେଲେ ବଢ଼ିଆ, ଭେରି ଗୁଡ୍, ରେସ୍ପନ୍ସ ଇଜ୍ ଗୁଡ୍। ଏବଂ ସେଇ ତାଙ୍କର ଯାହା ରେସ୍ପନ୍ସ ଦେଲେ ତାପରେ ତମେ ଆନାଲିସିସ୍ କରିବ। ଦ୍ୟାଟ୍ ଇଜ୍ ଏ ମେଲ୍ କୋଶ୍ଚିନିୟର ଆପ୍ରୋଚ୍। ମେଲ୍ କୋଶ୍ଚିନିୟରରେ ବିଶେଷ କିଛି ତୁମର ଆଉ ଏକ୍ସଟ୍ରା ପଚାରିବାର ନାହିଁ, ସେମାନେ ଯାହା ଉତ୍ତର ଦେଲେ ତା ଉପରେ ଡିପେଣ୍ଡ କରିବ। କିନ୍ତୁ ଯେତେବେଳେ ଡାଇରେକ୍ଟ ଆମେ ଇଣ୍ଟରଭ୍ୟୁ କରୁଛେ, ସେତେବେଳେ କ'ଣ କରୁଛେ, ଆମେ ଗୋଟେ ଏରିଆକୁ ଯାଉଛେ, ଗୋଟେ ଲୋକକୁ ପଚାରିବ, ହଠାତ୍ ତ ସେ ଲୋକକୁ ପଚାରିବନି, ସବୁ ଲୋକକୁ ତ ପଚାରିବ ତ ଅଲଗା କଥା, ସେ ଲୋକକୁ ତ ଜାଣିନଥିବ। ତୁମର ଗୋଟେ ମେନ୍ ଲୋକ ଥିବ, ତାକୁ ଆମେ କି ଇନଫର୍ମାଣ୍ଟ ବୋଲି କହୁଛେ।
সেই লোକ ସହିତ ତମେ ବିଭିନ୍ନ ଲୋକ ସହିତ ମିଶିପାରିବ, ଜାଣିପାରିବ, ତାକୁ ଧରିକିରି ସେ ଲୋକକୁ ସାଙ୍ଗରେ ଧରିକିରି ସେ ତମ ହୁଏତ ଲାଙ୍ଗୁଏଜରେ ସାହାଯ୍ୟ କରିପାରେ, ସେ ଲୋକର ଘର ଦେଖିବାରେ ସାହାଯ୍ୟ କରିପାରେ, ସେ ତାକୁ ତାକୁ କି ଇନଫର୍ମାଣ୍ଟ ସେ ତମକୁ ମାକ୍ସିମମ୍ ଇନଫର୍ମେସନ୍ ସିଏ ଦେବ ଏବଂ ସେ ଲୋକକୁ ନେଇକି ଯିବ। ଯେ କି ଇନଫର୍ମାଣ୍ଟ ଯେହେତୁ ତମେ ନିଜେ ଯାଉଛ ମେଲ୍ କୋଶ୍ଚିନ୍ କରୁନ, କି ଇନଫର୍ମାଣ୍ଟ ଏବଂ କି ଇନଫର୍ମାଣ୍ଟ ଯେତେବେଳେ ନେଇକି ଯିବ ପ୍ରଥମେ ସେଇ କି ଇନଫର୍ମାଣ୍ଟ ତମର ଯିଏ ହବ ତାକୁ ତମେ ବୁଝେଇବ ତମେ କ'ଣ ପାଇଁ ଆସିଛ, କ'ଣ କାମ କରୁଛ, ଡିଟେଲ ତାକୁ ବୁଝେଇବ। ସେ ତମର ପୁରା ବିଷୟବସ୍ତୁ ଜାଣିବ, କାହିଁକି ଆସିଛ, ତମର ପ୍ରେଜେନ୍ସ ସେଇ ଗାଁରେ ବା ସେଇ ସୋସାଇଟିରେ ବା ସେଇ ଏରିଆରେ କ'ଣ ଦରକାର ସେ ବୁଝିଗଲା। ତାହେଲେ କହନ୍ତି ଏଷ୍ଟାବ୍ଲିଶମେଣ୍ଟ ଅଫ୍ ରାପୋର୍ଟ। ଏଷ୍ଟାବ୍ଲିଶମେଣ୍ଟ ରାପୋର୍ଟ ମାନେ ତମେ ତା ସହିତ ବିଶ୍ୱାସ କ୍ରିଏଟ୍ କରୁଛ, ସେ ତମକୁ ବିଶ୍ୱାସ କରିବ। ବିଶ୍ୱାସ ନ କଲେ ସେ ତମକୁ କାହିଁ ଡେଟା କାହିଁ ଇନଫର୍ମେସନ୍ ଦେବ, କାହିଁ ତମ କଥା ଶୁଣିବ। ସେ ଥରେ ବିଶ୍ୱାସ କରିଦେଲା ପରେ ତାପରେ ତାକୁ ଧରିକିରି ଆଉ ଅନ୍ୟ ଲୋକମାନଙ୍କୁ ଯାଇପାରିବ। ତେଣୁ ସେଇ ଯେଉଁ ଲୋକଟା ସହିତ ଭଲ ଫ୍ରେଣ୍ଡସିପ୍ କ୍ରିଏଟ୍ କରିବ, ଭଲ ଫ୍ରେଣ୍ଡସିପ୍ କ୍ରିଏଟ୍ କରିବ ନିଜର ଲୋକ ଭାବିକିରି। ଓକେ, ଦ୍ୟାଟ୍ ଇଜ୍ କଲ୍ଡ କି ଇନଫର୍ମାଣ୍ଟ। ତାପରେ କି ଇନଫର୍ମାଣ୍ଟ କୋଶ୍ଚିନ୍ ପଚାରିଲ, ପ୍ରତି ଘର ଘର କୋଶ୍ଚିନ୍ ପଚାର ବା ଅଛି ତାର, ତମେ ଯଦି ଗୋଟେ ଗାଁର ସମସ୍ତଙ୍କୁ ନେବ, ସବୁ ଘରକୁ ନେବ, ଗୋଟେ ଗାଁରେ 100ଟି ଲୋକ ଅଛନ୍ତି, 100ଟି ଘର, 100ଟି ଘରକୁ ନେବ, ତାହେଲେ ପୁରା ଦ୍ୟାଟ୍ ଇଜ୍ କଲ୍ଡ ଟୋଟାଲ ସର୍ଭେ বা ଟୋଟାଲ ଗାଁଟା ଯାକ ତ ଫୁଲି ହୋଲ୍ ଷ୍ଟଡି କରୁଛ, ଫୁଲ୍ ଷ୍ଟଡି। ନାଇଁ କହିବ ଆମ ଗାଁର 50 ଲୋକ ନେବି, 50 ଘର ନେବି, ସବୁ ଘର ନେଇପାରିବିନି, ତ 50% ନେବ। ତ 50% ନେବ ମାନେ ତମେ ଯୋଉଟା ସାମ୍ପଲିଂ ହେଲା, ଏ ସାମ୍ପଲ ସାଇଜ୍ ହେଲା 50% ସାମ୍ପଲ ସାଇଜ୍। ସେ ସାମ୍ପଲ ସାଇଜ୍ ତମେ କେମିତି ନେବ? ସାମ୍ପଲିଂ ଗୋଟେ ଭଲ ମେଥଡ଼। ଯେତେବେଳେ ପୁରା ହୋଲ୍ ଷ୍ଟଡି ନ କରିବ ବା ଟୋଟାଲ ଇଣ୍ଟରଭ୍ୟୁ ନ କରିବ, ସାମ୍ପଲରେ ନେବ, ତାହେଲେ 50% ସାମ୍ପଲ। ସୋସିଆଲ ରିସର୍ଚ୍ଚରେ 1% ଟୁ ପଏଣ୍ଟ, ବଡ଼ ଏରିଆ ହେଲେ ଲକ୍ଷ ଲକ୍ଷ ଲୋକ ଥିବେ, 0.1%, 0.01%, 0.2%, କିଏ କେମିତି ସାଧାରଣ ରିସର୍ଚ୍ଚ ପାଇଁ ଆମେ 10, 15, 30% ପର୍ଯ୍ୟନ୍ତ ସାମ୍ପଲ ନେଇପାରିବା। ଧର 50% ସାମ୍ପଲ ନେଲ ଗୋଟେ ଏକ୍ଜାମ୍ପଲ ପାଇଁ। ଏଇ ଯେଉଁ 50ଟି ନେଲ କେମିତି ନେବ, କେମିତି ସିଲେକ୍ଟ କରିବ? ଦେର୍ ଆର୍ ଅଲସୋ ମେଥଡ୍ସ। ଆମର ସାମ୍ପଲ ଟେବୁଲ ଅଛି, 100ଟି ଦେଖିବ, 100ଟି ସାମ୍ପଲରେ କେତେ 50 ନେବ, କେଉଁ 50ଟା ଘର ଆସିବ, ଘର ନମ୍ବର ତ ଆଗ ପକେଇଦେବ ନା, 1 ରୁ 100 ମାନଙ୍କର ଘର ନମ୍ବର। ଓକେ, ହାଉସ ହୋଲ୍ଡ ନମ୍ବର ପକେଇଲ, ତାପରେ ଯେତେବେଳେ ଯିବ ତାଙ୍କ ପାଖକୁ ସେ ସାମ୍ପଲ ଟେବୁଲ ଦେଖିବ, ସେଥିରେ ଆସିବ ମନେକର ତମର କେଉଁ 50ଟା ଆସିବ, ସେଇ 50ଟା ଘରକୁ ଯିବ। ତେଣୁ ସାମ୍ପଲ ଟେବୁଲ ତମେ ଯିବନି। ଓକେ, ତମେ କହ ମୁଁ ଗୋଟେ ଘର ଛାଡ଼ି ଆଉ ଗୋଟେ ଘରକୁ ଯିବି, ଦ୍ୟାଟ୍ ଇଜ୍ ଅଲସୋ ସିଷ୍ଟମେଟିକ୍ ସାମ୍ପଲ। ଗୋଟେ ଘର ଛାଡ଼ିକିରି ଆଉ ଗୋଟେ ଘରକୁ ଯିବି, ଅଲ୍ଟରନେଟିଭ୍ ଘର 50ଟା ଆସିଥିଲା। ସେମିତି ଯଦି ନ ଯିବ ତମେ ମୁଁ ରାଣ୍ଡମ୍ ଯିବି। ରାଣ୍ଡମ୍ ଯିବି ମାନେ କ'ଣ କରିବ? 100ଟା କାଗଜ ଲେଖିକିରି ଗୁଳା ପକେଇବ, ସେଥିରୁ 50ଟା ବାଛିବ। ଯଦି 50ଟା ବାଛିବ, ଯେଉଁ ଗୁଳାଟା ବାଛିଲ, ମନେକର 100ଟି ଗୁଳା ଅଛି, ଗୋଟେ ଗୁଳା ବାଛିଲ, 69ଟା ଗୁଳା ରହିଲା, ଏ ସର୍ ନୋ, ସେଇ ଗୁଳାଟା ମୁଁ ତମର 5 ନମ୍ବର ପାଇଲ, ପ୍ରଥମେ 5 ଲେଖିଲ, 5 ହାଉସ ହୋଲ୍ଡ, ସେଇ 5ଟା ଆଉ ଥରେ ଯଦି ମିଶେଇ ଦେବ ତାହେଲେ ଏଇଟା ହେଲା ୱିଦାଉଟ୍ ରିପ୍ଲେସମେଣ୍ଟ, ସାମ୍ପଲିଂ ୱିଦାଉଟ୍ ରିପ୍ଲେସମେଣ୍ଟ। তুমি ରିପ୍ଲେସ୍ କରୁନ, ସେ ନମ୍ବର ଲେଖିଦେଲ, ପୁଣି ସେଇ 100ଟା ଆସିଲା, 100ଟାରୁ ଆଉ ଗୋଟେ ଗୁଳା ନେଲ, ଯଦି 5 ପୁଣି ଥରେ ପଳେଇ ଆସିଲା, ତାକୁ ମିଶେଇ ଆଉ ତାକୁ ଲେଖିବନି, ତା ଭିତରେ ପୁଣି ଗୋଳେଇ ଦେବ। ସେମିତି କରିକିରି ତମେ ଯେତେ ପର୍ଯ୍ୟନ୍ତ ଅଲଗା ନମ୍ବର ନ ଆସୁଥିବ ସେତିକି ନମ୍ବର ତମେ 50ଟା ତମର ଆସିଲା ମାନେ 50 ନମ୍ବର ଲେଖିଦେବ। ଦ୍ୟାଟ୍ ଇଜ୍ ୱିଦାଉଟ୍ ରିପ୍ଲେସମେଣ୍ଟ। that is with replacement, you are replacing. The without replacement ତମେ ଭାବୁଛ ଯୋଉଟା କାଢିଦେଲ ସେଟା ଅଲଗା ରଖିଦେଲ, ତମେ ରିପ୍ଲେସ୍ କରୁନ, ତାହେଲେ ତମ ପ୍ରୋବାବିଲିଟି ଟିକେ କମିଯିବ। କିନ୍ତୁ ଯାହାହେଲେ ବି ୱିଦାଉଟ୍ ରିପ୍ଲେସମେଣ୍ଟ କରିପାର, ୱିଥ୍ ରିପ୍ଲେସମେଣ୍ଟ କରିପାର, କିଛି ନାହିଁ। 50ଟା ସେଠୁ ତମେ କାଢିବ, କିଛି ନହେଲେ ବି ଡାଇରେକ୍ଟ 50ଟା କାଢିଦବ। ଯଦି ତମେ ୱିଦାଉଟ୍ ରିପ୍ଲେସମେଣ୍ଟ ଜାଣିବାକୁ ଚାହୁଁଛ, ସିଧା 50ଟା କାଢିଦବ ଆଟ୍ ଏ ଟାଇମ୍। କୁ 50ଟା ଆସିଲା ତାକୁ ଭଲ କରି ଗୋଳେଇ ଦେବ, 50ଟା କାଢିଦବ, 50ଟା ପଳେଇ ଆସିଲା, ସେ 50ଟା ଲେଖିଦେବ। ରିପ୍ଲେସମେଣ୍ଟ କଥା ଆସୁଛି, କାଢିବ ପୁଣି ତାକୁ ମିଶେଇବ, କାଢିବ ପୁଣି ତାକୁ ମିଶେଇବ, ଏଠି ରିପ୍ଲେସମେଣ୍ଟ କଲାଟା ଡିଫିକଲ୍ଟ ହେଉଛି, ତମେ ସିଧା 50ଟା କାଢିଦବ। ସୋ ଦ୍ୟାଟ୍ ଇଜ୍ ଏ ସାମ୍ପଲିଂ। ତ ସାମ୍ପଲ ସାଇଜ୍ ନେଲ, ମାନେ ତମ 100ରୁ 30ଟା ଘର ନେବ, 30ଟା କାଢିବ। ଦିସ୍ ଇଜ୍ ଏ sampling, simple sampling, simple random sampling.
ସାମ୍ପଲିଂ ବହୁତ ପ୍ରକାର ଅଛି। ସିମ୍ପଲ ରାଣ୍ଡମ୍ ସାମ୍ପଲିଂଟା ସବୁବେଳେ ୟୁଜ୍ କରାଯାଏ। ଆହୁରି ସାର୍ଟିଫାଏଡ୍ ସାମ୍ପଲିଂ ରହୁଛି, ସେଇଟା ଅଲଗା ହାୟର କାମକୁ ଗଲେ ଜାଣିପାରିବ। ସାର୍ଟିଫାଏଡ୍ ମାନେ ଧର ତମେ ଗୋଟେ ସ୍କୁଲରେ ବା ଗୋଟେ କଲେଜରେ ଷ୍ଟଡି କରିବାକୁ ଯାଉଛ, ସେଥିରେ ସବୁ ପିଲା ଅଛନ୍ତି, ପୁଅ ଅଛନ୍ତି, ଝିଅ ଅଛନ୍ତି, କ୍ଲାସ୍ 1 ଟୁ କ୍ଲାସ୍ 10 ପର୍ଯ୍ୟନ୍ତ ଅଛନ୍ତି। ସୋ ତମେ ଧର ଏଗେନ୍ ସେ 100ଟି ଆଗ ସାମ୍ପଲ୍ ସାଇଜ୍ 100ଟି ନେଲ, 100ଟି ନେଲ, ତମେ କ'ଣ କରିବ? ଷ୍ଟାଣ୍ଡାର୍ଡ 1ରୁ 10ଟି, ଷ୍ଟାଣ୍ଡାର୍ଡ 2ରୁ 10ଟି, ଷ୍ଟାଣ୍ଡାର୍ଡ 3ରୁ 10ଟି ସାର୍ଟିଫାଏ କରିଦେବ। ପ୍ରତିଷ୍ଠା ଗୋଟେ ଷ୍ଟାଣ୍ଡାର୍ଡ 1ଟା ଗୋଟେ ଷ୍ଟାର୍ଟଅପ୍, ଷ୍ଟାଣ୍ଡାର୍ଡ 2ଟା ଆଉ ଗୋଟେ ଷ୍ଟାର୍ଟଅପ୍। ସୋ ପ୍ରତି କ୍ଲାସ୍କୁ ଗୋଟେ ଗୋଟେ ଷ୍ଟାର୍ଟଅପ୍ କରିକି ଡିଭାଇଡ୍ କରି ତ ନେବ 10ଟା କ୍ଲାସ୍ ପର୍ଯ୍ୟନ୍ତ। ସେଟା କହନ୍ତି ସାର୍ଟିଫାଏଡ୍। ଆଗ ସାର୍ଟିଫିକେସନ୍ କରିଦେଲ, ଡିଭାଇଡ୍ କରିଦେଲ, ତାପରେ ପ୍ରତିଥିରୁ 10ଟା ଲେଖେ ନେବ ସାମ୍ପଲିଂ। ମନେକର ଷ୍ଟାଣ୍ଡାର୍ଡ 1ରେ 50 ପିଲା ଅଛନ୍ତି, 10ଟା ନେବ। ଷ୍ଟାଣ୍ଡାର୍ଡ 2ରେ ମନେକର 40 ପିଲା ଅଛନ୍ତି, 10ଟା ନେବ। ତାଙ୍କ ଭିତରେ ସାମ୍ପଲିଂ କରିବ। ଆଗ ସାର୍ଟିଫାଇ କରିଦେବ, ସାର୍ଟିଫାଏଡ୍ ଫାଷ୍ଟ, ଦେନ୍ ସାମ୍ପଲିଂ ନେକ୍ସଟ। That is called certified random sampling. So these are certain methods of whom you collect data, whom you interview the people. Then ତମେ ଯେମିତି ଫିଲ୍ଡକି ଯାଉଛ, ଫିଲ୍ଡକି ଗଲାବେଳେ ପ୍ରତି ଲୋକକୁ ପଚାରୁଛ ଡେଟା। ପ୍ରତି ଲୋକକୁ ପଚାରିଲା ବେଳକୁ ତମେ ଗୋଟେ ଜିନିଷ ଆମେ ତ ବେଳେବେଳେ କହେ କ'ଣ, ଓପନ୍ ଏଣ୍ଡ କୋଶ୍ଚିନ୍ ଛାଡ଼ିଦିଏ। ଓପନ୍ ଏଣ୍ଡ କୋଶ୍ଚିନ୍ ପଚାରେ, 10ଟା ଲୋକକୁ ବସେଇଦେବା, ତ ଗୋଟେ କୋଶ୍ଚିନ୍ ପଚାରେ। ଗ୍ରୁପ୍ ଇଣ୍ଟରଭ୍ୟୁ ଆମେ ତ କହୁଛେ, ଗ୍ରୁପ୍ ଇଣ୍ଟରଭ୍ୟୁ, ଫୋକସ୍ଡ ଗ୍ରୁପ୍ ଇଣ୍ଟରଭ୍ୟୁ ବା ଗ୍ରୁପ୍ ଇଣ୍ଟରଭ୍ୟୁ। ସେ ଗ୍ରୁପ୍ ଇଣ୍ଟରଭ୍ୟୁରେ କ'ଣ କରୁଛେ, 10 ଜଣ ଗୋଟେ ଗ୍ରୁପ୍ କରିଦେଉଛେ, ତାଙ୍କୁ କୋଶ୍ଚିନ୍ ପଚାରୁଛେ, ସେମାନେ ତାଙ୍କର ଡିସ୍କସନ୍ କରିକି ଆନ୍ସରଟା କହୁଛନ୍ତି। ଗ୍ରୁପ୍ ଡିସ୍କସନ୍ର ଆନ୍ସରଟା ଯାହା ଆସିବ, ସମସ୍ତଙ୍କର ଡିଫରେଣ୍ଟ ଓପିନିଅନ୍ ଆସିବ। ଇଣ୍ଡିଭିଜୁଆଲ ପଚାରିଲେ ଡିଫରେଣ୍ଟ ଓପିନିଅନ୍ ଆସିବ। ଏମିତି ହେଲେ କ'ଣ ହେବ, ଗୋଟେ ଗ୍ରୁପ୍ର ଡିସ୍କସନ୍ ଆସିଲା। ଡିସ୍କସନ୍ ପରେ ସେମାନେ ଆକ୍ସେପ୍ଟେଡ୍, ଗୋଟେ ଗ୍ରୁପ୍ କ'ଣ ଆକ୍ସେପ୍ଟେଡ୍ କରୁଛି, ତାଙ୍କ ଭିତରେ ସେ ଗୋଟେ ଜିନିଷକୁ କି ରାଜି ନ ହେଇପାରେ, ଆଉ ଗୋଟେ ଜିନିଷକୁ କି ରାଜି ନ ହେଇପାରେ। ଜେନେରାଲି କ'ଣ ଫାଇନାଲି ସେମାନେ କୋଉଥିରେ ରାଜି ହେଉଛନ୍ତି, ଗ୍ରୁପ୍ ଡିସ୍କସନ୍ ଇଜ୍ ଅଲସୋ ଭେରି ଇମ୍ପୋର୍ଟାଣ୍ଟ ଫର୍ କଲେକ୍ସନ୍ ଡାଟା। ଆଉ କ'ଣ ହେଉଛି, ବେଳେବେଳେ ଇଣ୍ଟରେଷ୍ଟିଂ କେସ୍ ଆସୁଛି, ପିକୁଲିଆର କେସ୍ ଆସୁଛି ସୋସାଇଟିରେ। ତାକୁ ଆମେ କ'ଣ କରିବା, ତାର ଲାଇଫ୍ ହିଷ୍ଟ୍ରି ନେବା, ତାକୁ ଆମେ କେସ୍ ଷ୍ଟଡି ବୋଲି ନେବା, ସେ ଲୋକଟିର ପୁରା ଇତିହାସ ନେବା। ଧର ଏକ୍ଜାମ୍ପଲ୍, ଗୋଟେ ସୋସାଇଟିରେ ଆମେ ଦେଖୁଛେ ମ୍ୟାରେଜ୍ କିଏ ଷ୍ଟଡି କରୁଛି। ମ୍ୟାରେଜ୍ ଷ୍ଟଡି କଲାବେଳେ ଦେଖୁଛେ ସମସ୍ତେ ଆଜିକାଲି ଷ୍ଟାଣ୍ଡାର୍ଡ ଅନୁସାରେ ଆମ କମ୍ୟୁନିଟିରେ ଗୋଟିଏ ମ୍ୟାରେଜ୍ କରିଛନ୍ତି। କିନ୍ତୁ ଗୋଟେ ଲୋକ ଦେଖୁଛେ ସେ 3ଟି ମ୍ୟାରେଜ୍ କରିଛି ବା 4ଟି ମ୍ୟାରେଜ୍ କରିଛି। ଏଇଟା ତମର ଗୋଟେ ଡିଫରେଣ୍ଟ ଆସିଲା। ଏଇଟା ଗୋଟେ ତମେ ପାଇଲ, ଗୋଟେ ଆବନର୍ମାଲ ଜିନିଷ ପାଇଲ, ଏବଂ ତାକୁ ଗୋଟେ କେସ୍ ଷ୍ଟଡି ନେବ। ତାକୁ କେସ୍ ଷ୍ଟଡି ନେଲା ବେଳେ ତ ପଚାରିବ, ତୁ ପ୍ରଥମ ମ୍ୟାରେଜ୍ କେତେବେଳେ କରିଥିଲୁ, ଦ୍ୱିତୀୟ ମ୍ୟାରେଜ୍ କାହିଁକି କଲୁ, କେତେବେଳେ କଲୁ, ତ ପ୍ରଥମ ସ୍ତ୍ରୀ କୁଆଡ଼େ ଗଲା, ପ୍ରଥମ ସ୍ତ୍ରୀ ମରିଗଲା କି ବଞ୍ଚିଲା, କି ପ୍ରଥମ ସ୍ତ୍ରୀ ଡିଭୋର୍ସ କଲା କି ଡିଭୋର୍ସ କଲାନି, ଏମିତି କରିକି ଡିଟେଲ୍ସ ତାର ଇନଫର୍ମେସନ୍ ନେବ। ଦ୍ୟାଟ୍ସ କଲ୍ଡ କେସ୍ ଷ୍ଟଡି। ସେରକମ ସମସ୍ତଙ୍କର କେସ୍ ନଥିବ, ସେରକମ ଭେରି ଗୋଟେ କମ୍ୟୁନିଟିରେ ଜଣେ 2 ଜଣ ଏମିତି ବାହାରନ୍ତି। ଧର ତୁମେ ଡିଜିଜ୍ ଷ୍ଟଡି କରୁଛ, କାରଣ ଗୋଟେ ସ୍ପେସିଫିକ୍ ଡିଜିଜ୍ ବାହାରିଲା, ସେ ଡିଜିଜ୍ କ'ଣ, ଆଜ୍ଞା ମୁଁ ଏଠି ଏ ଡାକ୍ତର ପାଖକୁ ଗଲି, ସେ ଡାକ୍ତର ପାଖକୁ ଗଲି, ହୋମିଓପାଥି ଗଲି, ଏଲୋପାଥି ଗଲି, କିଛି ଭଲ ହେଲାନି, ସେଠୁ ଗୁଣିଗାରେଡ଼ି କଲି, ସେ ପୁରା ସେ ହେଲ୍ଥ କ'ଣ ଡିଜିଜ୍ ହେଲା, କାହା ପାଖକୁ ଆଗ ଗଲୁ, ସେ କ'ଣ ଔଷଧ ଦେଲା, ତାପରେ କାହା ପାଖକୁ ଗଲୁ, ପୁରା ତାର ହିଷ୍ଟ୍ରି, ତା ଦେହ କେତେବେଳେ ଭଲ ହେଲା, କେତେ ଦିନ ଲାଗିଲା, କ'ଣ କେମିତି କେତେ ଖର୍ଚ୍ଚ ହେଲା, ଡିଟେଲ୍ ଜିନିଷ ଯଦି କଭର କରିବ ଗୋଟେ ଲୋକର, ଦ୍ୟାଟ୍ ଇଜ୍ କଲ୍ଡ କେସ୍ ଷ୍ଟଡି। ଆଜିକାଲି ନିଶ୍ଚିତ ଭାବରେ କେସ୍ ଷ୍ଟଡି ଦରକାର ହେଉଛି, ଏବଂ ଦୋଜ୍ ଆର୍ ଅଲସୋ ଇମ୍ପୋର୍ଟାଣ୍ଟ ଫର୍ ସୋସିଆଲ ରିସର୍ଚ୍ଚ। ଏଗୁଡ଼ାକ ନିହାତି ଦରକାର। ଆଉ ଗୋଟେ ଟାଇପ୍ର ଏ ସୋସିଆଲ ରିସର୍ଚ୍ଚରେ କ'ଣ ହେଉଛି, ଆମେ ତାକୁ କହୁଛେ, ସେଟାକୁ ଫିଜିକାଲ ରିସର୍ଚ୍ଚରେ ବି କାମ କରୁଛନ୍ତି। ତାକୁ କହୁଛେ ଆମେ ଜିନିଆଲୋଜିକାଲ ମେଥଡ଼। ଜିନିଆଲୋଜି ଅର୍ ଫ୍ୟାମିଲି ଟ୍ରି ବୋଲି କହୁଛେ। ଫ୍ୟାମିଲି ଟ୍ରି ଯେଉଁ ଆଗରୁ ଆମେ କହୁଥିଲେ, ଗୋଟେ ଲୋକ 5 ଜେନେରେସନ୍ ପର୍ଯ୍ୟନ୍ତ କହିପାରିବ। ଓକେ, ତାହେଲେ ତମେ ଷ୍ଟାର୍ଟ କରିବ, ତମେ ମନେକର କୋଶ୍ଚିନ୍ କରୁଛ ଯେଉଁ ଲୋକକୁ, ତାର ଫାଦର, ତାର ଗ୍ରାଣ୍ଡ ଫାଦର, ତାର ମଦର, ତାର ଗ୍ରାଣ୍ଡ ମଦର,
ତାର ପିଲା ତାର ପିଲା ପୁରା ଜିନିଓଲୋଜି ନିଅ ତାଙ୍କର ଯେତେ ବର୍ଷ ସେ ମନେ ରଖିଛି 3 ଜେନେରେସନ୍ ହଉ 4 ଜେନେରେସନ୍ ହଉ ତା ଗ୍ରାଣ୍ଡ ଫାଦର କଥା ମ୍ୟାକ୍ସିମମ୍ କହିଲା 3 ଜେନେରେସନ୍ ଉପରକୁ କହିଲା ତଳକୁ ନ ଯାଅ। ସୋ ସେ ନିଜେ +1 ତାର ଫାଦର +2 ତାର ଗ୍ରାଣ୍ଡ ଫାଦର ଜେନେରେସନ୍ ନିଜେ ମନେକର ହେଲା 0 +1 ତାର ଫାଦର +2 ତାର ଗ୍ରାଣ୍ଡ ଫାଦର -1 ତାର ପିଲା ଜେନେରେସନ୍ ଚିଲଡ୍ରେନ୍ ଜେନେରେସନ୍ -2 ଧର ତାର ଗ୍ରାଣ୍ଡ ଚିଲଡ୍ରେନ୍ ଜେନେରେସନ୍ ପ୍ଲସ୍ ଏଇଟା କରିପାର ମାଇନସ୍ ଏଇଟା କରିପାର କିଛି ଅସୁବିଧା ନାହିଁ କିନ୍ତୁ ଦୁଇଟା ଜେନେରେସନ୍ ଉପରେ ଦୁଇଟା ଜେନେରେସନ୍ ତଳେ ନିଜେ ଯିଏ ଯେଉଁ ଲୋକକୁ ପଚାରୁଛ ତାକୁ ତୁମେ 0 ରଖିବ ତାକୁ ତୁମେ ପଚାରିବ ତା ଗ୍ରାଣ୍ଡ ଫାଦର କଥା ତା ଗାଁ କଥା ସେ କେଉଁଠୁ ରହିଥିଲା କେବେ ଆସିଲା କେଉଁ ଗାଁରୁ ଆସିଲା ତାକୁ ମାର୍କ କରିବ ତାର କ'ଣ ଡିଜିଜ୍ ଥିଲା କି ଡିଜିଜ୍ ନଥିଲା ସେ କେଉଁଠି ମ୍ୟାରେଜ୍ କରିଥିଲା ତାର ଜେଜେମା ଘର କେଉଁଠି ତାର ସେଇ କାଷ୍ଟ ନା ନାହିଁ କେଉଁ ଗୋତ୍ର କ'ଣ ଡିଟେଲ ଜିନିଷ ତା ଗ୍ରାଣ୍ଡ ଫାଦର ଆସିଲା ତେବେ ତାଙ୍କର ପିଲା କଥା ଆସିଲା ଗ୍ରାଣ୍ଡ ଫାଦରର କେତେ ପିଲା ତ ଗ୍ରାଣ୍ଡ ଫାଦରର 2 ଝିଅ 2 ପୁଅ ତାଙ୍କ ଡିଟେଲ୍ସ ପୁରା ଆସିଲା ଓକେ ତାପରେ ମୁଁ ତ ଫାଦର ଗୋଟେ ଆସିଲା ତାର ଭାଇ ତାର ଭଉଣୀ ତାର ପିଲାମାନେ କ'ଣ ଏରକମ ଡିଟେଲ୍ସ ତାର ଜିନିଓଲୋଜି ଷ୍ଟଡି କରିବ ତାଙ୍କର ରହିବା ତାଙ୍କର ମ୍ୟାରେଜ ଡିଷ୍ଟାନ୍ସ ତାଙ୍କର ଏଜୁକେସନ ତାଙ୍କର ହେଲ୍ଥ ଏଥିରେ ସୋସିଆଲ କଲଚରାଲ ବାୟୋଲୋଜିକାଲ ଡିଜିଜ୍ ସବୁ ଜିନିଷ ଜିନିଓଲୋଜିକାଲ ମେଥଡ ଭଲ ମେଥଡ ଯେଉଁଟାକି ବାୟୋସୋସିଆଲ ଷ୍ଟଡି କରିବା ପାଇଁ ଜିନିଓଲୋଜିକାଲ ମେଥଡ ବା ଫ୍ୟାମିଲି ଟ୍ରି ମେଥଡ ତାକୁ କହୁଛନ୍ତି ସେଇଟା ଷ୍ଟଡି କରାଯାଉଛି ଏବଂ ସେଇଟା ଲୋକମାନେ ଯେତେବେଳେ ବାୟୋସୋସିଆଲ ଷ୍ଟଡି କାମ କରନ୍ତି ସେଇଟାକୁ ସେମାନେ ଦେଖୁଛନ୍ତି ଏରକମ ସୋସିଆଲ ସାଇନ୍ସର ବା ସୋସିଆଲ ଯେତେବେଳେ ଆମେ ଷ୍ଟଡି କରୁଛେ ସୋସାଇଟି ବା କଲଚର ଉପରେ ଏଇରକମ ଜିନିଷ ଆମେ ଦେଖୁଛେ ମେନଲି ଏବଂ ଯେତେବେଳେ ଆମେ ଏକ୍ସପେରିମେଣ୍ଟାଲ ବି କରୁଛେ ଆମେ ଦେଖିଲେ ଏକ୍ସପେରିମେଣ୍ଟାଲ ରିସର୍ଚ୍ଚ କ'ଣ ହାଇପୋଥେସିସ୍ ନେଇ ଏକ୍ସପେରିମେଣ୍ଟ କରିବା ଏଟିକ୍ ଏମିକ୍ ଆପ୍ରୋଚ୍ ଜାଣିଲେ ଏଟିକ୍ ହେଲା ଆଉଟସାଇଡର ଭ୍ୟୁ ଏମିକ୍ ହେଲା ଇନସାଇଡର ଭ୍ୟୁ ଯଦି ପାର୍ଟିସିପେସନ୍ ଥିବ ଏମିକ୍ କହିବା ନିଜ ଅଟୋବାୟୋଗ୍ରାଫି କହିଲେ ଏମିକ୍ କହିବା ନିଜ କମ୍ୟୁନିଟିକୁ ଷ୍ଟଡି କରୁଛି ଆମର ରିସର୍ଚ୍ଚ ମେଥଡ ଗୁଡ଼ାକ ମେନଲି ଆମେ ଯେତେବେଳେ ସୋସିଆଲ ସାଇନ୍ସ ରିସର୍ଚ୍ଚ କରୁଛେ ଏଇଟା ଆମେ ସବୁ ଗୁଡ଼ାକ କାଟେଗୋରି କରିବା 2 ପ୍ରକାର ଜିନିଷ ଗୋଟେ ହେଉଛି ଆମେ ତାକୁ କହୁଛେ ବେଳେବେଳେ କୁହନ୍ତି ହ୍ୱାଟ୍ ଇଜ୍ ୟୋର ଲଜିକାଲ ଏଣ୍ଡ ମାନେ କ'ଣ ଏଣ୍ଡ ପାଉଛେ ଲିଷ୍ଟର ଏଣ୍ଡ କ'ଣ ପାଇଲା ଆମେ ତ ବେଳେବେଳେ କହୁଛେ ଯେ ଆମର ଆପ୍ରୋଚ୍ କ'ଣ ଡିଡକ୍ଟିଭ ଆପ୍ରୋଚ୍ କରୁଛେ ଡିଡକ୍ଟିଭ ଆପ୍ରୋଚ୍ କେଉଁଟା କ'ଣ ନା ଯେଉଁଠି ଆମେ ଗୋଟେ ହାଇପୋଥେସିସ୍ ନେଇକିରି ଷ୍ଟାର୍ଟ କରୁଛେ ହାଇପୋଥେସିସ୍ ନେଇକିରି ଆମେ ଡିଡକ୍ଟ କରୁଛେ ତାକୁ ଜେନେରାଲରୁ ପର୍ଟିକୁଲାରକୁ ଆସୁଛେ ହାଇପୋଥେସିସ୍ଟା କ'ଣ ଗୋଟେ ସେଇ ଷ୍ଟଡିଟା ସମୟ କାମଟା କରିଥିବ ଗୋଟେ ଜେନେରାଲ ଜିନିଷ ସେ ପାଇଥିବ ତମେ ତାକୁ ତମ ସୋସାଇଟିରେ ଷ୍ଟଡି କରିବା ପାଇଁ ତମେ ତାକୁ ପିକଅପ୍ କରୁଛ ସୋ ୟୁ ଆର୍ ଟେକିଂ ଦାଟ୍ ପ୍ରିଭିୟସ୍ ଷ୍ଟଡି ପ୍ରିଭିୟସ୍ ଲିଟରେଚର ରିଭ୍ୟୁ କରିକିରି ଗୋଟେ ହାଇପୋଥେସିସ୍ ପାଇଲ ତାର ଯେ ଜେନେରାଲାଇଜେସନ୍ ହେଇଛି ସେ ଜେନେରାଲାଇଜେସନ୍ଟା ୱେଦର ଇଟ୍ ଇଜ୍ ଟ୍ରୁ ଟୁ ୟୁର କଣ୍ଟେକ୍ସଟ ୟୁର ଏରିଆ ୟୁର ଟାଇମ୍ ତମେ ତାକୁ ଆଣିଲ ସୋ ଦ୍ୟାଟ୍ ଇଜ୍ ଡିଡକ୍ଟିଭ ମେଥଡ ୟୁ ଆର୍ ଫ୍ରମ୍ ଜେନେରାଲ ଟୁ ପର୍ଟିକୁଲାରକୁ ଆସୁଛ ଆଉ ଗୋଟେ ହେଲା ଇଣ୍ଡକ୍ଟିଭ ମେଥଡ ଯେଉଁଟାକି ଆମେ ନର୍ମାଲି ସର୍ଭେ ମେଥଡ କହୁଛେ ବା ଏକ୍ସପ୍ଲୋରେଟିଭ ମେଥଡ କହୁଛେ ସେଟା ଆମେ ଫ୍ରମ୍ ପର୍ଟିକୁଲାର ଟୁ ଜେନେରାଲ ଯାଉଛେ ସେଠି ହାଇପୋଥେସିସ୍ ଦରକାର ହେଉନି ସେଠି ଏକ୍ସପେରିମେଣ୍ଟେସନ୍ ଦରକାର ହେଉନି ସେଠି ଜେନେରାଲ ଯେମିତି ଡେସ୍କ୍ରିପ୍ଟିଭ ମେଥଡ ଆମେ କହୁଛେ ଆମେ ତାକୁ ଇଣ୍ଡକ୍ଟିଭ ମେଥଡ ବୋଲି କହୁଛେ ଫ୍ରମ୍ ପର୍ଟିକୁଲାର ଟୁ ଜେନେରାଲ ଯାଉଛେ we find a generalization we start with a particular thing and we end with a generalization जोटा कि accepted होची gradually एवं जोटा दी deductive टा जोटा already accepted ହେଇची हमें ताकू हम hypothesis देकी whether that is suitable to our area our context हमें ताकू deduct करके पढ़ते deductive approach एरकम दी प्रकार approach mainly रहची it needs what is your research design हम ताकू परे देखिबा माने गोटे जिनिस तुम रिसर्च कर डिजाइन योर रिसर्च सोशल रिसर्च हो फिजिकल रिसर्च हो प्रीहिस्टोरिक रिसर्च हो यू हैव टू डिजाइन तुम कौन रिसर्च कर रिसर्च में कौन मेथड दरकार सैंपलिंग दरकार ना टोटल सर्वे दरकार डिटेल जिन तुम आग डिजाइन कला तुम रिसर्च काम जीव
विल टॉक रिसर्च डिजाइन पर हम पढ़ा तो यहाँ आम प्रथम देखले सोशियोलॉजिकल बा सोशल जिनस गुड़ाक देखले सोशल मेथड देखले सोशल देखले तार डिफरेंट टेक्निक्स देखले तुम कह सर टूल कौन जो पेपरटा यूज करछे गोटे टूल गोटे पेन यूज करछे टूल गोटे कैसेट यूज करछे रिकॉर्ड करिया दैट्स ए टूल सो एगुड़ा सब टूल the interview schedule is itself a tool so जो गुड़ाक टूल इज ए विजिबल थिंग आम से यूज कर इंटरव्यू इज नॉट विजिबल इंटरव्यू तुम टूल दरकार शेड्यूल तैयारी कर दैट्स ए टूल कंप्यूटर इज ए टूल फॉर यू ओके सो दिस आर रिसर्च टूल्स बेले कंफ्यूज करिवनी टूल्स एंड टेक्निक्स भितर दो कि टूल टेक्निक कहते ना टेक्निक्स इज टेक्निक टूल इज टूल डिफरेंट थिंग सो मेथड्स सोशियोलॉजिकल मेथड्स पर तुम पढ़ले केस स्टडी मेथड पढ़ले विभिन्न गाइड कथा पढ़ले देन जानले आम मोस्टली सोशियोलॉजिकल अप्रोच पढ़ले फिजिकल अप्रोच भी से पढ़ा बट टे आउ टे फिजिकल मेथड जेहेतु इट डिपेंड्स ऑन लॉट ऑफ टूल्स तार फिजिकल मेथड गुडे टूल दरकार हाइट नौच आंथ्रोमीटर दरकार तुम आंथ्रोमीटर स्टडी कला माने वेइंग मशीन दरकार आंथ्रोमीटर दरकार स्पीडिंग कैलिपर दरकार स्लाइडिंग कैलिपर दरकार बहुत जिन टेप दरकार एगुड़ा सब तुम टूल्स इंटरव्यू शेड्यूल निश्चय दरकार करिवो डायरी निश्चय दरकार करिवो मेंटेन करिया पे कौन रिसर्च डिजाइन करथिवो कहा पे इंटरव्यू करिवो से सब लिखिथिवो किंतु ए टूल गुडा दरकार करिवो एवं ता पई तुम लैबोरेटरी रे आगुर प्रैक्टिस दरकार लैबोरेटरी तुम प्रैक्टिस करनो तू हाइट टा केमति नबो वेट टा केमति नबो चेस्ट गर्थ केमति नबो सर्कमफरेंस हेड केमति नबो सिटिंग हाइट केमति नबो कोठी बसिबो को हाइट रे बसिले सिटिंग हाइट टा परफेक्ट आसीबो सो स्लाइडिंग कैलिपर केमति यूज करिवो हमर मेनली आंथ्रोमीटर आम यूज करछे सीधा मेन जिनस आंथ्रोमीटर मार्टिन बोली जने हमर डिजाइन करछंती साइंटिस्ट आम आंथ्रोमीटर कहचे मार्टिन स्पीडिंग कैलिपर कहचे हेड ब्रेथ मापिया पे विभिन्न प्रकार ब्रेथ जिनस मापिया पे डिस्टेंस जिनस हॉरिजॉन्टल डिस्टेंस जिनस हेड रो ब्रेथ मापिया पे गोटे सर्कमफरेंस जिनस तार ब्रेथ मापिया पे आम नौचे कौन स्पीडिंग कैलिपर सी मार्टिन तापर स्लाइडिंग कैलिपर जो हाइट मेजरमेंट नापी डेप्थ मेजरमेंट नापी स्लाइडिंग कैलिपर नौचे तुम कैलिपर इंस्ट्रूमेंट डिपार्टमेंट देखि तो स्लाइडिंग कैलिपर जो मनुष्यर यूज कर गोटे कैलिपर दी प्रकार एंड अच्छी पॉइंटेड एंड आ गोटे ब्लंट एंड पॉइंटेड एंड टा मनुष्य यूज कर पॉइंटेड एंड कदापि यूज करा जीव ना कहीं मनुष्य यूज कर पॉइंटेड एंड टा नाक नाक फोड़ी कान पाखे तो कान फोड़ी ब्लंट एंड यूज कर वेरी केयरफुल सेम स्पीडिंग कैलिपर भी दुई प्रकार स्पीडिंग कैलिपर अच्छी राउंडेड एंड स्पीडिंग कैलिपर पॉइंटेड एंड स्पीडिंग कैलिपर सो पॉइंटेड एंड स्पीडिंग कैलिपर बा पॉइंटेड एंड ऑफ द स्लाइडिंग कैलिपर जेते बेले तुम स्कल बा क्रानियम बा बोन यूज कर दरकार पड़ो कहीं सेठी राउंडेड जब नब ब्लंट एंड जब नब से खसीज ठीक भाव एक्यूरेट मेजरमेंट आसबनी पॉइंटेड नेले ठीक भाव से मेजरमेंट एक्यूरेट मेजरमेंट आसपार स्लीप कर चांस ना तेणु जिते बेले तुम लिविंग बीइंग रे नौच ब्लंट हेड कैलिपर्स नब जिते बेले स्कल बा स्केलेटल पार्ट नौच सेते बेले पॉइंटेड एंड कैलिपर नब तापर से आंथ्रोमीटर रो दीटा भाग तुम गोटे आंथ्रोमीटर साधारणतः 200 सेंटीमीटर पर्यंत मेजरमेंट थाए तार चारिटा भाग प्रति भागटा 50 सेंटीमीटर पूराटा है 200 सेंटीमीटर बा 2 मीटर जो प्रति गोटे गोटे भाग से जॉइंट होता है क्यारी करने सुविधा हुए तार फास्ट यूनिटा कहते रड कंपास सेटारे तुम हॉरिजॉन्टल एवं फिक्स्ड क्रॉस बार थी ब्रेथ मेजरमेंट जो स्लाइडिंग कैलिपर
बेसी ब्रेथ नहीं पार मैक्सिमम स्टैटिक कैलिपर तुम 20 cm 25 cm पर्यंत नहीं पार कि डॉट कंपास मनुष्यर 50 cm पर्यंत नहीं पार that will act as the rod compass the first anthrometer ro first segment है rod compass तो जानिए दरकार तो हेड रो सर्कमफरेन्स नब टेप दरकार स्टील टेप ने ठीक आसबनी पीवीसी टेप नब कि सिंथेटिक टेप नब मापिया सुविधा आसो सेमती वेट नौ वेट पे गोटे ठीक भाव मेजरमेंट वेइंग मशीन नब ताको देखिबा वेइंग मशीन जीरो मेजरमेंट नेला बेले जीरो रोचु ना नहीं गोटे प्लेन ठीक समान जगह रखिबो यदि उच्चा नीचा हेनी उच्चा नीचा नेले ओजन भूर पड़े आसो एवं ताको जो नब ओजन ताको कहब मिनिमम ड्रेस पिंधिबो टोपी जोता मोता सब पिंधि नेला ड्रेस ट्रेडिशनल ड्रेस से गोटे किलो 2 किलो अधिक आइज मिनिमम ड्रेस पिंधिक वेट नब तो वेट आसो से मतलब हाइट नब प्लेन सरफेस नब एवं किसी बेयर फुटेड नब जोता कि चप्पल किसी पिंधि न तार हाइट ठीक एक्जाक्ट हाइट आसो केयरफुल नवा दरकार से आ गोटे स्किन फोल्ड कैलिपर अच्छे सेटा आम न्यूट्रिशनल स्टडी मेजरमेंट करे स्किन फोल्ड कैलिपर सेटा को गोटे स्किन रो फोल्ड जानिया तार अलग कैलिपर सेटा तुम ग्रेजुएशन स्टेज दरकार नहीं हायर स्टेज गले दरकार पड़ो तुम से व्यस्त दरकार नहीं तार टेक्निक अलग लैबोरेटरी न देखले तो बिल्कुल से करें स्किन फोल्ड कैलिपर ना खाली शुणी था सो ये तीन टा मिनिमम जिनस तुम टूल देखिकी टूल साहाଯ୍ୟରେ मेजरमेंट नेल ब्लड ग्रुप देखिबो ब्लड ग्रुप ना साधारणतः एबीओ ब्लड ग्रुप बा आरएच ब्लड ग्रुप देखिबो जो एंटी सेरम नबो निडल नबो रेक्टिफाइड स्पिरिट नबो आगे हाँ आंगुलटा तो क्लीन करिवो ताको आगे पचारिवो एथिकल इश्यू तुम ब्लड टिके नेबी किछि काटिबोनी तो ब्लड टा टेस्ट करिवि तुम को ब्लड ग्रुप आगे पचारिवो एथिकल इश्यूज न आसो कोन असुविधा हो पर तो स्पेशल ताको बुझाया पड़ो तुम किसी असुविधा हेनी सो जाच लैबोरेटरी टेस्ट कर आंटी सेरा नहीं सेराटा गोटे प्लेट रे ग्लास स्लीप रे पकेब जोड़े ड्रप नब ब्लड आंटी सेरा ए आंटी सेरा बी पकेब यदि क्लट कला जोटा जान से ब्लड ग्रुप गोटे दीटा क्लट कर जान ए बी ब्लड ग्रुप सो ये जो कौटी क्लट न कर जान ओ ब्लड ग्रुप जो क्लट कला मन ए आंटी सेरा क्लट कला ए ब्लड ग्रुप बी रे क्लट कला बी बी ब्लड ग्रुप दीटा जगह क्लट कर चेना भाया छिड़ीज से जो रक्तटा छेना भाया छिड़ीज आंटी सेरा पकईले ए बी ब्लड ग्रुप दीटा पकईब गोलेब गोलेब कि छिड़ी दीटा पूरा प्लेन कि छिड़बनी नॉर्मल रो ब्लड ग्रुप सो सीटा तुम लैबोरेटरी निश्चित कर प्राक्ट न कले जाना डिफिकल्ट हम आग रेक्टिफाइड स्पिरिट दे क्लीन क्लीन कला निडल को क्लीन कर गोटे लोक मेजरमेंट नब आ गोटे लोक तार निडल क्लीन कर ये सब डिटेल्स आगु प्राक्ट दरकार सो এটা আন্থ্রোপোমেট্রিক স্টাডি বা সোমাটোমেট্রিক স্টাডি করলে নেল সেমতি সোমাটোস্কোপিক ধর আগুন তার আখি কলরটা কোণ তার হেয়ার কলর কোণ তার স্কিন কলর কোণ তার আখি ফোল্ড কোণ ইয়া সবু তোমার স্কোপিক অবজরভেশন দেখিব আগু তো প্রিপেয়ার করথিব জানিথিব को स्किन कलर नॉर्मली स्किन कलरटा जहाँ देखियो नबरी खरा पड़ी स्किन कलरटा कौन होता है ब्राउन हो जाए तार अपर आर्म तल को स्किन कलर नब आर्म तल जोटा कि नॉट एक्सपोज मच ये जगह स्किन कलर नब एक स्किन कलर आसो बेले स्किन कलर चार्ट थाए देखिक मिसेक नब हाँ ये रकम तुम सोमाटोस्कोपिक ऑब्जर्वेशन ऑन ह्यूमन बॉडी ताकू नब सोमाटोस्कोपिक ऑब्जर्वेशन से कहते सेमती आरएच एबीओ ब्लड ग्रुप रे एबीओ आरएच गोटे फैक्टर रोची पॉजिटिव आरएच कि नेगेटिव आरएच देखिए तुम आरएच ब्लड ग्रुप एंटीजेन डी बोली जेमती एंटीजेन ए एंटीजेन बी रोचे एंटीजेन जी बोली अच्छी एंटीजेन जी पके टेस्ट करिवो जदि क्लट जानबो एटा नेगेटिव क्लट न कला एटा पॉजिटिव सो जानला पर नेगेटिव पॉजिटिव जानबो तेणु किछि असुविधा किछि हो नहीं तुमसे निहाती दरकार हम जाना पड़ो ठीक प्रैक्टिस करा पड़ो सो दीज आर ऑल अबाउट द सोशल एंड फिजिकल some methods of
research by methods of survey by methods of study ନିଶ୍ଚୟ ଫିଲ୍ଡକୁ ଯାଉଛ ଫିଲ୍ଡ ଷ୍ଟଡି କରିବ ଏଗୁଡ଼ା ନିହାତି ଦରକାର ପ୍ରତି ଗ୍ରାଜୁଏସନ୍ ଷ୍ଟେଜ୍ରେ ଫିଲ୍ଡ କରି 10 ଦିନ 15 ଦିନ ଫିଲ୍ଡ ଯାଇକିରି କାମ ପ୍ରାକ୍ଟିସ୍ କରୁଛ ଏଗୁଡ଼ା ନଥିଲେ ବେସ୍ ଲାଇନ୍ ଷ୍ଟଡି ହେଇପାରିବନି ଗ୍ରାଜୁଏସନ୍ରେ ବେସ୍ ଲାଇନ୍ ଫିଲ୍ଡ ୱାର୍କ ଇଜ୍ ଏସେନ୍ସିଆଲ anthropology without field study is meaningless field रे कले जानिब that is a field is a laboratory for us field is a laboratory for anthropology then the ଆମର physical anthropology ଆସୁଛି ସରି prehistoric archaeology ର ସେମିତି କିଛିଟା standard method ଅଛି ତମେ prehistoric archaeology କ'ଣ ପାଉଛ ଆମେ ଦେଖିଲେ stone tool ପାଉଛେ ତାଙ୍କର ଆର୍ଥରୁ ପାଉଛେ stone tool ଆମେ ଆଗ ଆର୍ଥ ସର୍ଫେସରୁ ପାଉଛେ ଯେଉଁ ଏରିଆକୁ ଯିବା ଆମେ ଗୋଟେ ସେ ଏରିଆଟା ଆମେ ଷ୍ଟଡି କରିବା ତାକୁ ଆମେ କହୁଛେ ଗୋଟେ ମେଥଡ ଗ୍ରିଡ୍ ମେଥଡ ତାକୁ 10 ଫୁଟରେ 10 ଫୁଟ ବା 15 ଫୁଟରେ 15 ଫୁଟ ଏରିଆକୁ ଆମେ ମାର୍କ କରିବା ମାର୍କ କରି ସେଠି ଆମେ କ'ଣ ପାଉଛେ ଇନଷ୍ଟ୍ରୁମେଣ୍ଟ ଦେଖିବା ସର୍ଫେସ୍ ଲେଭେଲରେ ଦେଖିଲେ ଗ୍ରିଡ୍ ମେଥଡ କହୁଛେ ବା ସାଇଡ୍ ଯାଇକି ସର୍ଭେ କରି ଦେଖୁଛେ ଯେଉଁଠି ଆମେ ଲେୟାର ଉପରେ ଯିବା ଭିତରୁ ବିଭିନ୍ନ ପ୍ରକାର ଆର୍ଥ କ୍ରଷ୍ଟକୁ ଯିବା ଆର୍ଥ ଲେୟାରକୁ ଯିବା ଖୋଳା ଯାଉଛି ଖୋଳିଲା ବେଳକୁ ଜିନିଷ ପାଇଲା କେଉଁ ଲେୟାରରେ ଆମେ ଜିନିଷ ପାଉଛେ ତାର 5 ଫୁଟ ପରେ କି 2 ଫୁଟ ପରେ କି 3 ଫୁଟ ପରେ କି 15 ଫୁଟ ପରେ 20 ଫୁଟ ପରେ ଯେତେ ମ୍ୟାକ୍ସିମମ୍ ଖୋଳିପାରିବ ଭଲ ଆମେ ତ ଫିଲ୍ଡରେ ଏତେ ସବୁ ଖୋଳିପାରିବାନି ମ୍ୟାକ୍ସିମମ୍ ଧର 6 ଫୁଟ 7 ଫୁଟ ପର୍ଯ୍ୟନ୍ତ ଖୋଳିବା କିନ୍ତୁ ଆଜିକାଲି ବହୁତ ଖୋଳା ଯାଉଛି ବିଭିନ୍ନ ଟେକ୍ନିକ୍ ପଳେଇ ଆସିଲାଣି ହାୟର ରିସର୍ଚ୍ଚରେ ଦ୍ୟାଟ୍ ଇଜ୍ ବିଭିନ୍ନ କେଉଁ ଭାଲିରେ କ'ଣ ମିଳୁଛି ଏଇଠି ଏଇ ହାଣ୍ଡେକ୍ସଟା ମିଳିଲା ଏଇଠି ଏଇ ସ୍କଲ୍ଟା ମିଳିଲା ଏଇଠି ଏଇ କ୍ୟାପ୍ଟା ମିଳିଲା ସୋ ୟୁ ଷ୍ଟଡି ଦି ଭାଲି କେଉଁ ଷ୍ଟାର୍ଟରେ କେଉଁ ଷ୍ଟାର୍ଟର ତମେ ପାଇଲ ଗୋଟେ ଷ୍ଟ୍ରାଟିଗ୍ରାଫିକ୍ ମେଥଡ ତାକୁ କହନ୍ତି ବା ବିଭିନ୍ନ ଏକ୍ସକାଭେସନରେ ଗୋଟେ ଷ୍ଟାର୍ଟର ତମେ ୟୁଜ୍ କଲ ତାକୁ ଜାଣିଲ ତାପରେ ଡେଟା ପାଇଲା ପରେ ତମେ ତାକୁ ଚାହିଁବ ଟେଷ୍ଟ କରିବା ପାଇଁ କାର୍ବନ ଟେଷ୍ଟିଂ କରିବା ପାଇଁ ଲାବୋରେଟୋରୀକି ପଠେଇବ ତମେ ଆଗ ଫିଲ୍ଡ ପାଇଲ ନା ତାପରେ ଟେଷ୍ଟ କରିବାକୁ ଯିବ ଏଇଟା କେଦୂର ସେଟା ତମର କେତେ ଏରିଆରେ ବା କେତେ ହିଷ୍ଟୋରିକାଲ ତାର ଏଜ୍ କେତେ ଜାଣିବା ପାଇଁ ହେଲେ ଜାଣିବ ଆଉ ମନେ କେତେବେଳେ ଯାଉଛ ଗୋଟେ ଗୁମ୍ଫାକୁ ଯାଉଛ that is cave study କରିବାକୁ ଯାଉଛ cave study ଦେଖିବ ସେଠି ତ ଏକ୍ସକାଭେସନ କରିପାରିବ ଦେଖିବ cave ଉପରେ cave painting କ'ଣ ଅଛି ତାର cave ର ଷ୍ଟେଲେକ୍ଟ ଗୋଟେ ବିଭିନ୍ନ ପ୍ରକାର ଡିଫରେଣ୍ଟ କେମିକାଲ ପାଇବ cave ରୁ ଉପରୁ ତଳକୁ ଗୋଟେ କ'ଣ ଝୁଲୁଥିବ ପାଣି ଟୋପେ ଟୋପେ ପଡ଼ିକି ଗୋଟେ ହେଇଥାଏ ତାକୁ ବିଭିନ୍ନ ପ୍ରକାର ସେଟା କେମିତି ଆସିଛି କ'ଣ ଆସିଛି ତାର ଫଟୋ ନେବ ତ କେଭ୍ ଷ୍ଟଡି କରିବ କେଭ୍ର ପେଣ୍ଟିଂ କ'ଣ ଦେଖିବ ସେଟାକୁ ଆଜିକାଲି ବି ଯାଉଛି ଷ୍ଟଡି କରୁଛନ୍ତି କ'ଣ ଆର୍କିଓଲୋଜିକାଲ ନେଇକି ଆସୁଛନ୍ତି କ'ଣ ଚିତ୍ର ହେଇଛି କ'ଣ ଗଛ ଚିତ୍ର ମଣିଷ ଚିତ୍ର ଠାକୁର ଚିତ୍ର ତାକୁ ଦେଖିବ ଆସିବ ତା ଛଡ଼ା ରିଭର ଭ୍ୟାଲି ଯାଉଛ ଯେତେବେଳେ ରିଭର ବେଡ୍ ସେଟା ଗୋଟେ ଟାଇପ୍ର ସେମିତି ଷ୍ଟାର୍ଟଅପ୍ କେଉଁ ଷ୍ଟାର୍ଟଅପ୍ ରିଭର ବେଡ୍ଟା ଆସ୍ତେ ଆସ୍ତେ ରିଭର ଆମର ସଙ୍କୁଚିତ ହେଇଯାଉଛି ରିଭର ଆଗରୁ ଯେତେ ଚଉଡ଼ା ଥିଲା ଏବେ ଶୁଖି ଶୁଖି ଆମେ ଆସ୍ତେ ଆସ୍ତେ ଛୋଟ ପତଳା ରିଭର ହେଇଯାଉଛି ଗୋଟେ ଗୋଟେ ରିଭର ବି ଡେଡ୍ ହେଇଯାଉଛି ମରିଯାଉଛନ୍ତି ଶୁଖି ଯାଉଛି ତେଣୁ ରିଭର ବେଡ୍ ଆନାଲିସିସ୍ କେଉଁ ରିଭର ବେଡ୍ରୁ ଆସିଲା କେତେ ନମ୍ବର ଲେୟରରୁ ଆସିଲା ଫାର୍ଷ୍ଟ ଲେୟାର ସେକେଣ୍ଡ ଲେୟାର ଥାର୍ଡ ଲେୟାର ତାକୁ ସେ ଦ୍ୟାଟ୍ ଇଜ୍ କାଇଣ୍ଡ ଅଫ୍ stratigraphy but river bed stratigraphy that's the different so prehistoric method तुम जीव फील्ड को that is also very important को method तुम्हें stratigraphy method use करछो बा river bed को use करछो बा cave रे स्टडी method use करछो बा grid only survey जाई grid method use करछो देखियो सेटा some technique दरकार किंतु ग्रेजुएशन स्टेज रे प्रीहिस्ट्रिक के मु जानिबारे प्रीहिस्ट्रिक स्टडी के ग्रेजुएशन स्टेज रे पिला माने करत नाही फिजिकल 20% करंती सोशल प्राय 70-80% man social study करंती तते प्रीहिस्ट्रिक you know when you go to higher studies प्रीहिस्ट्रिक technique is also important प्रीहिस्ट्रिक method is also important प्रीहिस्ट्रिक मेथड कला बेले भी सेठी आसीबो कोन बेले बेले when you know it after your graduation सेटा आसी एथनो आर्कियोलॉजिकल मेथड माने वर्तमान लोक जो माने अछंती जेंटो कि हमें सोशल कहतले हिस्टोरिक मेथड हम जाउतले वी एक्सप्लोर द हिस्टोरिक कंडीशन तमे ताकू से एरिया रे कोन पाइलो द प्रेजेंट कंडीशन रे देखुचो सेटा को पाउतो कॉन्टेक्सचुअल वर्तमान एथनिक कंडीशन से एथनिक ग्रुप रो वर्तमान कोन पाउतो तांकर हिस्टोरिकल जिंस कोन पाइबो पचारिबो दैट इज एथनो आर्कियोलॉजिकल मेथड दैट इज ए हायर स्टडी मेथड तमे ताकू जानि परिबो माने एबे जोटा हम कहतले
ଏବେ କ'ଣ କେମିତି ଚଳୁଛନ୍ତି, କେମିତି ୟୁଜ୍ କରୁଛନ୍ତି, କ'ଣ ଜିନିଷ କେଉଁ ଠାକୁର ହୁଏତ ପୂଜା କରୁଛନ୍ତି, କାହିଁ ପୂଜା କରୁନାହାନ୍ତି। ଯେତେବେଳେ ଆମେ ଯିବା ଆର୍କିଓଲୋଜିକାଲ ଆହୁରି 10 ବର୍ଷ 15 ବର୍ଷ 20 ବର୍ଷ ବା ଇଭିନ୍ 50 ବର୍ଷ ତାଙ୍କର ଗ୍ରାଣ୍ଡ ଫାଦରକୁ ପଚାରିବା, ତ ସେଇଠି ତମର ଏଥନୋ ଆର୍କିଓଲୋଜିକାଲ ମେଥଡ଼ ୟୁଜ୍ କରାଯାଉଛି, ତମେ ଜାଣିପାରିବ। ଏବଂ ଯଦି ମନେକର ସେଇ ଗାଁରୁ କିଛି ଜିନିଷ ଏକ୍ସକାଭେସନ୍ ହେଇଛି, ପାଇଛନ୍ତି, ଗୋଟେ ଦେଖିଲ ତୁମେ କିଛିଟା ପାଠ ପଢ଼ିଥିବ, ଜାଣିଥିବ ଆନ୍ଥୋଲୋଜି ବିଷୟରେ, ଏଇଟା କୋଉ ଟୁଲ୍, ଏଇଟା ଗୋଟେ ହାଣ୍ଡେକ୍ସ ଆସିଛି, କୋଉ ଏରିଆରୁ ଆସିଛି, କ'ଣ ଆସିଛି, କେମିତି ଆସିଛି, ତା ଡିପେଣ୍ଡ ରିଲେଟ୍ ପରେ ହୁଏତ ଏକ୍ସକାଭେସନ୍ କରିପାରିବ। ଆଜିକାଲି ବହୁତ ପ୍ରିଲିମିନାରୀ ଷ୍ଟେଜ୍ରେ ଯେତେବେଳେ ତୁମେ ଯାଉଛ ଇଭିନ୍ ସୋସିଓଲୋଜିକାଲ ଷ୍ଟଡି କରିବା ପାଇଁ ଗୋଟେ ଜିନିଷ ପାଉଛ, ସେଠି ମାର୍କେଟ ଆଣ୍ଡ ଦେନ୍ ସେଟାକୁ ପରେ ତମେ ତାକୁ ଏଥନୋଲୋଜିକାଲ ଷ୍ଟଡି କରି ଏଥନୋ ଆର୍କିଓଲୋଜିକାଲ ଷ୍ଟଡି କରି ବା ତାର ହିଷ୍ଟୋରିକାଲ ଆପ୍ରୋଚ୍, ତାର ଡିଟେଲ ଜିନିଷ ସେଟା ଷ୍ଟଡି କରିପାରିବ। ତେଣୁ ଦିସ୍ ଇଜ୍ ହାଓ ଆନ୍ଥୋଲୋଜିକାଲ ରିସର୍ଚ୍ଚ ତୁମର କାମ କରୁଛି। କେତେ ଜଣ ମେନ୍ ଲୋକ ଯେଉଁମାନେ ଏସବୁ କାମ କରିଛନ୍ତି, ତୁମେ ଯଦି ମନେ ରଖିବ, ଗର୍ଡନ ଚାଇଲ୍ଡ ଭେରି ଇମ୍ପୋର୍ଟାଣ୍ଟ ଆନ୍ଥୋଲୋଜିଷ୍ଟ, ସେ ତାକୁ ଏଇ ଇଣ୍ଟରପ୍ରିଟେସନ ମେଥଡ଼ ଇଏ କରିଛନ୍ତି। ଦେନ୍ ଗୁଡ୍ ଡେ ୱିଲମ୍ୟାନ୍ ଆଣ୍ଡ ହାର୍ଟ, ସେମାନେ ସୋସିଆଲ ମେଥଡ୍ସ ଅଫ୍ ସୋସିଆଲ ରିସର୍ଚ୍ଚ ବଢ଼ିଆ ତାଙ୍କର ବହି ୟୁଜ୍ କରିଛନ୍ତି। କୋଠାରୀ ଜଣେ ରିସର୍ଚ୍ଚ ମେଥଡୋଲୋଜି ୟୁଜ୍ କରିଛନ୍ତି। ଦେନ୍ ମାଲିନୋସ୍କି ତ ଆର୍ଗୁନାଣ୍ଟସ୍ ଅଫ୍ ପାସିଫିକରେ ପୁରା ଏଥନୋଗ୍ରାଫିକ୍ ଷ୍ଟଡିର ମେଥଡ୍ସ କେମିତି ଏମ୍ପିରିକାଲ ରିସର୍ଚ୍ଚ କ'ଣ କରି ଦେଖିଛନ୍ତି ସେ ତମେ ଦେଖିପାରିବ। ଆସିଲେ ମଣ୍ଟାଗୁ ଆନାଦର ଫିଜିକାଲ ଆନ୍ଥ୍ରୋପୋଲୋଜି, ସେ କେମିତି ଫିଜିକାଲ ଆନ୍ଥ୍ରୋପୋଲୋଜି ମେଜରମେଣ୍ଟ ସେସବୁ କରିଛନ୍ତି ଜାଣିପାରିବ। ପିଭି ୟଙ୍ଗ sociological method, ଭଲ ବହି, ସାଇଣ୍ଟିଫିକ methods of social survey and social research, that is good for you for graduate students, ସେଇଟା ଆପଣ ଦେଖିପାରିବ। that will be very important for you. PV Young, scientific social survey and social research. Okay, so that is all about your anthropological research, physical, social, and prehistory research, the important books. So, okay, thank you. Next class we will discuss the design of research. Thank you.